ମାର୍କ ପୁସ୍ତକ ସେମ୍ କଥା। ମାର୍କ ପୁସ୍ତକ 5 ଅଧ୍ୟାୟ 25 ପଦ ଠାରୁ 34 ପଦ ପର୍ଯ୍ୟନ୍ତ ଜଣେ ପଢନ୍ତୁ ଏବଂ ଲୁକ ପୁସ୍ତକ 8 ଅଧ୍ୟାୟର 45 ପଦ କାଲି ପଢନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ସେତେବେଳେ 12 ବର୍ଷ ପର୍ଯ୍ୟନ୍ତ ପ୍ରବଳ ରୋଗଗ୍ରସ୍ତ ଜଣେ ସ୍ତ୍ରୀ ଲୋକ, ଯେ କି ଅନେକ ବୈଦ୍ୟଙ୍କ ଦ୍ୱାରା ବହୁ କ୍ଲେଶ ଭୋଗ କରି ସର୍ବସ୍ୱ ବ୍ୟୟ କରିଥିଲେ, କିଛି ମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା। ସେ ଯୀଶୁଙ୍କ ବିଷୟ ଶୁଣି ଲୋକ ଗହଳ ମଧ୍ୟରେ ପଛଆଡ଼ୁ ଆସି ଲୁଗା ଛୁଇଁଲା, କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। ସେଇକ୍ଷଣି ତାହାର ରକ୍ତସ୍ରାବ ଶୁଷ୍କ ହେଲା। ପୁଣି ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଦେହରେ ଅନୁଭବ କଲା। ତତ୍କ୍ଷଣାତ୍ ଯୀଶୁ ଆପଣା ଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକ ଗହଳ ମଧ୍ୟରେ ବୁଲି ପଡ଼ି କହିଲେ, କିଏ ମୋର ଲୁଗା ଛୁଇଁଲା? ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ ଲୋକ ସମୂହ ଆପଣଙ୍କ ଉପରେ ମାଡ଼ି ପଡୁଅଛନ୍ତି, ଆଉ ଆପଣ କହୁଅଛନ୍ତି, କିଏ ମୋତେ ଛୁଇଁଲା? କିନ୍ତୁ ଯେ ଏହା କରିଥିଲା, ତାହାକୁ ଦେଖିବା ନିମନ୍ତେ ସେ ଚତୁର୍ଦିଗରେ ଦୃଷ୍ଟିପାତ କରିବାକୁ ଲାଗିଲା। ସେଥିରେ ସେଇ ସ୍ତ୍ରୀ ଲୋକଟି ଆପଣା ପ୍ରତି ଯାହା ଘଟିଅଛି ତାହା ଜାଣି ଭୟରେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି ସମସ୍ତ ସତ୍ୟ କଥା ତାହାଙ୍କୁ କହିଲା। ତହିଁରେ ସେ ତାହାଙ୍କୁ କହିଲେ, ବତ୍ସେ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇଥା। ଆମେନ୍। ଆମେନ୍। ଧନ୍ୟବାଦ। ଲୁକ ପୁସ୍ତକ 8 ଅଧ୍ୟାୟ ତାର 45 ପଦ। ସେଥିରେ ଯୀଶୁ କହିଲେ, କିଏ ମୋତେ ଛୁଇଁଲା? ମାତ୍ର ସମସ୍ତେ ଅସ୍ୱୀକାର କରନ୍ତେ ପିତର କହିଲେ, ହେ ଗୁରୁ, ଲୋକ ସମୂହ ଯତାଞ୍ଚନ୍ତି ହୋଇ ଆପଣଙ୍କ ଉପରେ ମାଡ଼ି ପଡ଼ିଅଛନ୍ତି। ଆମେନ୍। म्यूट ଅଛି। ଧନ୍ୟବାଦ। ଆଜ୍ଞା, ଧନ୍ୟବାଦ। ସରି, ଆଉ ଦୁଇଟି ଘଟଣାକୁ ଏଠି ଦେଖୁଛୁ। ଦୁଇଟି ଜାଗାରେ ମାର୍କ ଲେଖୁଛନ୍ତି ଏବଂ ଲୁକ ବି ଲେଖୁଛନ୍ତି। ତ ଏଇ ସ୍ଥାନରେ ଦୁଇ ଜଣଙ୍କର ଲେଖାରେ ଗୋଟିଏ ବିଷୟ ଘଟଣା, ଯାହା 12 ବର୍ଷ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଲୋକଙ୍କର ରୋଗ ସୁସ୍ଥ ହଉଛି। ଆଉ ସେ ସୁସ୍ଥ ହେବାର ମୂଳ ବିଷୟ ଆମେ ଦୁଇଟି ଅଂଶରୁ ପଢିଲୁ ଯେ ସେ କଣ କରୁଛନ୍ତି, ଛୁଇଁକି ସୁସ୍ଥ ହଉଛନ୍ତି, ଛୁଇଁକି ସୁସ୍ଥତା ଲାଭ କରୁଛନ୍ତି। ତ ଏଇ ଯୋଉ ସ୍ତ୍ରୀ ଲୋକଙ୍କର ମାର୍କ ଲେଖୁଛନ୍ତି, ଯଦି ଆପଣ ଦେଖନ୍ତୁ ମାର୍କ ପୁସ୍ତକର ଆଉ ଟିକେ ପଢନ୍ତୁ, 30 ପଦ ଟିକେ ପଢନ୍ତୁ। 30 ପଦ ମାର୍କ ପୁସ୍ତକ। ତତ୍କ୍ଷଣାତ୍ ଯୀଶୁ ଆପଣା ଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକ ଗହଳ ମଧ୍ୟରେ ବୁଲି ପଡ଼ି କହିଲେ, କିଏ ମୋହର ଲୁଗା ଛୁଇଁଲା? ବାସ୍, ସେତିକି ଥାଉ। ଆଉ ଥରେ ଲୁକ ପୁସ୍ତକକୁ ଖୋଲନ୍ତୁ, ଯୋଉ ଭଉଣୀ ପଢିଲେ ପଢନ୍ତୁ, ସେ 45 ପଦ, ଲୁକ 8:45। ସେଥିରେ ଯୀଶୁ କହିଲେ, କିଏ ମୋତେ ଛୁଇଁଲା? ଧନ୍ୟବାଦ। ସେତିକି ଥାଉ। ଏଠି ଲେଖା ହେଇଛି, ମାର୍କ ଲେଖୁଛନ୍ତି ଯେ ଯୀଶୁ ଆଉ କିଏ ମୋହର ଲୁଗା ଛୁଇଁଲା। ମାର୍କରେ ଲେଖାଯାଏ, ଲୁକରେ ଲେଖା ହେଇଛି କିଏ ମୋତେ ଛୁଇଁଲା। ମାର୍କ ଲେଖୁଛନ୍ତି ଯୀଶୁ କହୁଛନ୍ତି, କିଏ ମୋର ଲୁଗାକୁ ଛୁଇଁଲା। ଆଉ ଲୁକ ଆଉ ଟିକେ ଗଭୀର ଭିତରକୁ ଯାଇକି କହୁଛନ୍ତି, ଆଉ ଯୀଶୁ କହିଲେ, କିଏ ମୋତେ ଛୁଇଁଲା, ବା ମୋ ଲୁଗାକୁ। ଆଉ ପ୍ରଭୁ ତାଙ୍କର ଲୁଗାର ସ୍ପର୍ଶକୁ ସେ ଅନୁଭବ କରୁଛନ୍ତି, ଆଉ ତାଙ୍କ ଦେହରେ ଶକ୍ତି ନିର୍ଗତ ହେବା ସେ ଜାଣିଲା। ତେଣୁ କରିକି ଲୁକ ତାକୁ ଆଉ ଟିକେ ଗଭୀର ଭାବରେ ନିଅନ୍ତି ଏବଂ କୁହନ୍ତି ଯେ ଯୀଶୁଙ୍କୁ ସ୍ପର୍ଶ କରିପାରିଥିଲା ସେ ସ୍ତ୍ରୀ ଲୋକ। ଆଉ ମାର୍କ କହୁଛନ୍ତି ଯୀଶୁ ତାଙ୍କର ସେ ସ୍ତ୍ରୀ ଲୋକ ଯୀଶୁଙ୍କର ଲୁଗା ଛୁଇଁକି ଭଲ ହେଇଗଲା, କାରଣ ସେ ମନେ ମନେ କହୁଥିଲା, ମୁଁ ଯଦି ତାଙ୍କର ଲୁଗା ଛୁଇଁବି ଭଲ ହେଇଯିବି। ବହୁତ ଷ୍ଟ୍ରଙ୍ଗ ଥିଲା ତାର। କିନ୍ତୁ ଦୁଇଟି ଡିଫରେନ୍ସ କଥା। ଲୁକ ଆଉ ଟିକେ ଗଭୀରକୁ ଯାଇ କହୁଛନ୍ତି ଯେ ଯୀଶୁ କହିଲେ, କିଏ ମୋତେ ଛୁଇଁଲା। ତ ଆଜିର ମୁଖ୍ୟ ପ୍ରସଙ୍ଗ, ପ୍ରଭୁ ଯୀଶୁଙ୍କୁ ସ୍ପର୍ଶ କରିବା। ଆଶ୍ଚର୍ଯ୍ୟର ବିଷୟ ଲାଗେ ବେଳେ ବେଳେ। ସେଦିନ
ପ୍ରାକ୍ଟିକାଲି ସେ ସ୍ତ୍ରୀ ଲୋକ ଯୀଶୁଙ୍କର ଲୁଗାକୁ ଛୁଇଁକି ସୁସ୍ଥ ପାଇଥିଲା, କିନ୍ତୁ ଯୀଶୁ ଅନୁଭବ କଲେ ତାଙ୍କ ଦେହର ଶରୀରରୁ ଶକ୍ତି ନିର୍ଗତ ହେବା ଜାଣି। ସେଥିପାଇଁ ସେ କହୁଛନ୍ତି କିଏ ମତେ ଜଣେ ଛୁଇଁଲା। ତ ପରମେଶ୍ୱରଙ୍କୁ ଛୁଇଁବା, ପ୍ରଭୁ ଯୀଶୁଙ୍କୁ ଛୁଇଁବା ନିତାନ୍ତ ଭାବରେ ଆଶ୍ଚର୍ଯ୍ୟର ବିଷୟ ଅଟେ। ଏଇ ଯୋଉ ସ୍ତ୍ରୀ ଲୋକ ମାର୍କ ପୁସ୍ତକରେ ଦେଖୁଛୁ ଯେ ତାଙ୍କର ଶରୀରର 12 ବର୍ଷ ପର୍ଯ୍ୟନ୍ତ ଗୋଟେ ରୋଗ ମାଡ଼ି ବସିଥିଲା, ଯୋଉ ରୋଗରେ କି ସେ ସୁସ୍ଥ ପାଇବା ନିମନ୍ତେ ଅନେକ ପ୍ରକାରର କାର୍ଯ୍ୟ ସେ କରିଛନ୍ତି। ଆଉ ଏଇ ଯୋଉ କାର୍ଯ୍ୟ କରିବା ଭିତରେ ତାଙ୍କର ପ୍ରାୟ 4-5 ପ୍ରକାର ଦୁର୍ବଳତା ବିଷୟକୁ ଯଦି ଆମେ ଦେଖୁ, ବାହିକ ଦୁର୍ବଳତା, ସେଟା ହଉଛି ପ୍ରଥମ ଦୁର୍ବଳତା ହଉଛି ଶାରୀରିକ ଦୁର୍ବଳତା। ଶାରୀରିକ ଭାବରେ 12 ବର୍ଷ ପର୍ଯ୍ୟନ୍ତ ଗୋଟେ ସ୍ତ୍ରୀ ଲୋକ ଅସୁସ୍ଥ ଅଛି କହିଲେ ନିତାନ୍ତ ଭାବରେ ଶାରୀରିକ ଭାବରେ ଦୁର୍ବଳତା ଅଛି। ମାନସିକ ଭାବରେ ଦୁର୍ବଳତା କେମିତି, ଯେ ଗୋଟିଏ ରୋଗ ତାକୁ ଲାଗିକି ଅଛି, ତାଙ୍କ ପରିବାରରେ ତାଙ୍କର ଘରେ ତାକୁ କଣ କରିଥିବେ, ବିଭିନ୍ନ କଥା କହିଥିବେ, ଯଦ୍ୱାରା ମାନସିକ ଭାବରେ ସେ ନିଜର ରୋଗ ପାଇଁ ସେ ଦୁର୍ବଳତା ଅଛନ୍ତି। ସାଂସାରିକ ଭାବରେ ସାମାଜିକ ଭାବରେ ଦୁର୍ବଳତା, ଲୋକମାନେ କେତେ ଟାହୁଲି ଟାପାରା କରିଥିବେ, ଏ ଗୋଟେ କି ପ୍ରକାର ସ୍ତ୍ରୀ ଲୋକ, ଆର ରୋଗ ବିଲକୁଲ ଛାଡୁନାହିଁ। ଏ ଗୋଟେ କି ପ୍ରକାର ଲୋକ, ଆର ରୋଗ ଆ ଦେହରୁ ଯାଉନାହିଁ। ଏଇଟା ହଉଛି ସାମାଜିକ ଦୁର୍ବଳତା। ଆର୍ଥିକ ଦୁର୍ବଳତା ଚତୁର୍ଥ ବିଷୟ ଲେଖାଯାଏ, ଅନେକ ବୈଦ୍ୟଙ୍କ ଦ୍ୱାରା ଅନେକ ବିଷୟ ଅନେକ ଅର୍ଥ ବ୍ୟୟ କରିଥିଲେ ମଧ୍ୟ ସେ ସୁସ୍ଥ ପାଇ ନଥିଲା। ଆର୍ଥିକ ଦୁର୍ବଳତା ବି ଅଛି, ସବୁ ସର୍ବସ୍ୱ ହରେଇ ଦେଇଛି, ସେ ଅର୍ଥ ସବୁ ବିନିଯୋଗ କରିଦେଇଛି ବିଭିନ୍ନ ଡକ୍ଟର ମାନଙ୍କ ପାଖକୁ ଯାଇକି, ବିଭିନ୍ନ ବୈଦ୍ୟ ମାନଙ୍କ ପାଖକୁ ଯାଇକି, ବିଭିନ୍ନ ଔଷଧ ଖାଇକି ସେ ଚେଷ୍ଟା କରିଛି, ସୁସ୍ଥ ପାଇପାରି ନାହିଁ। ଆତ୍ମିକ ଶାରୀରିକ ଦୁର୍ବଳତା, ମାନସିକ ଦୁର୍ବଳତା, ସାମାଜିକ ଦୁର୍ବଳତା ଏବଂ ଆର୍ଥିକ ଦୁର୍ବଳତା ବି। କିନ୍ତୁ ଗୋଟିଏ ସବଳତା ଥିଲା, ସେଠି ଲେଖାଯାଏ 28 ପଦରେ, କାରଣ ସେ ମନେ ମନେ କହୁଥିଲା ମୁଁ ଯଦି ଯୀଶୁଙ୍କର ଲୁଗାକୁ ଛୁଇଁଦେବି ଭଲ ହେଇଯିବି। ସବୁ ପ୍ରକାର ଗୋଟେ ମନୁଷ୍ୟର ଦୁର୍ବଳତା ଥାଇପାରେ, କିନ୍ତୁ ଆତ୍ମିକ ଯଦି ସବଳତା ଅଛି, ଆତ୍ମା ଯଦି ସବଳତା ଅଛି, ତାହେଲେ ଆମେ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହୋଇ ତାଙ୍କୁ ସ୍ପର୍ଶ କରିପାରିବା। ଏଇ ଯୋଉ ବ୍ୟକ୍ତି, ଏଇ ଯୋଉ ସ୍ତ୍ରୀ ଲୋକ ଗହଳି ଭିତରେ ପଶିକି ଯୀଶୁଙ୍କୁ ଛୁଇଁ ଦେଇଛି ବା ଯୀଶୁଙ୍କର ଲୁଗାକୁ ଛୁଇଁ ଦେଇଛି, ମାନେ ଏ ପ୍ରକାର ସ୍ପର୍ଶ ଥିଲା, ଏଇ ପ୍ରକାର ସ୍ପର୍ଶ ଥିଲା। ସେଠି ଲେଖା ହେଇଛି, ଆମେ ପଢୁଥିଲୁ ଯେ ସେ ଛୁଇଁଲା, ତାପରେ ଯୀଶୁ କହୁଛନ୍ତି କିଏ ମତେ ଛୁଇଁଲା, ଛୁଇଁଲା 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 ବିଷୟ ସବୁ ଲେଖାଯାଏ। ମାଥ୍ୟୁ ପୁସ୍ତକର ଯଦି ଆଉ ଆପଣ ଦେଖିବେ 9 ଅଧ୍ୟାୟର 21, ମାର୍କ ଏ ଯୋଉ ସ୍ତ୍ରୀ ଲୋକ ଯୀଶୁଙ୍କୁ ଛୁଇଁଛି, ଏବଂ ମାଥ୍ୟୁ ପୁସ୍ତକର 8 ଅଧ୍ୟାୟରେ ଜଣେ କୁଷ୍ଠି ରୋଗ ଯାଉଛନ୍ତି, ଯୀଶୁଙ୍କୁ କହୁଛନ୍ତି ଆପଣ ମତେ ଛୁଅନ୍ତୁ ଆଉ ଭଲ କରନ୍ତୁ। ଦେଖନ୍ତୁ କେତେ ପ୍ରକାର ବିଷୟ ଅଛି। ପ୍ରଭୁ 2 ପ୍ରକାର ସ୍ପର୍ଶକୁ ଅନୁଭବ କରନ୍ତି, ଗୋଟିଏ ଆମମାନଙ୍କର ଉତ୍ତମ କାର୍ଯ୍ୟ ଯୋଗୁଁ ଏବଂ ଆମମାନଙ୍କର ମନ୍ଦ କାର୍ଯ୍ୟ ଯୋଗୁଁ ପ୍ରଭୁ ଅନୁଭବ କରନ୍ତି। ସିଏ ଜିଖରୀ ପୁସ୍ତକ କେତେବେଳେ ଘରେ ପଢିବେ, 2:8 ପଦରେ ଲେଖାଯାଏ, ପରମେଶ୍ୱରଙ୍କ ଲୋକମାନଙ୍କୁ ଯଦି, ଆଉ ପରମେଶ୍ୱର ବା ପ୍ରଭୁ ଯୀଶୁଙ୍କ ବା ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଜଣେ ଯଦି ଛୁଉଁଛି, ଜଣେ ଯଦି ତାଙ୍କୁ ଆଘାତ କରୁଛି, ପରମେଶ୍ୱରଙ୍କର ଚକ୍ଷୁକୁ ଆଘାତ କଲା ପରି। ତ ଏଇ ସମସ୍ତ ବିଷୟ ଆମମାନଙ୍କର ଚିନ୍ତାର ବିଷୟ ନୁହଁ। ଆମର ଚିନ୍ତାର ବିଷୟ ଆଜି ଦେଖିବା, ପ୍ରଭୁ ଯୀଶୁଙ୍କୁ ଆମେ ସ୍ପର୍ଶ କରୁ। ଏ ସ୍ତ୍ରୀ ଲୋକ ଯୀଶୁଙ୍କୁ ସ୍ପର୍ଶ କରିପାରୁଛି। ମନେ ମନେ ସେ କହୁଥିଲା ତାର ଆତ୍ମିକ ଭାବରେ ସବଳତା ଅଛି, ତାର ଆତ୍ମା ସବଳ ଅଛି। ସବୁ ଦୁର୍ବଳ, ଆମେ ଯେମିତି ଦେଖିଲୁ ସବୁ ପ୍ରକାର ଦୁର୍ବଳ ଗୋଟେ ମନୁଷ୍ୟର ଜୀବନରେ, এই ପ୍ରକାର ପ୍ରାକ୍ଟିକାଲି এই ପ୍ରକାର ବିଷୟ ଦେଇକି ଆମେ ସବୁବେଳେ ଯାଉ। ଶାରୀରିକ ଦୁର୍ବଳତା ଥିବ, ମାନସିକ ଦୁର୍ବଳତା ଥିବ, ସାମାଜିକ ଦୁର୍ବଳତା ଥିବ, ଆର୍ଥିକ ଦୁର୍ବଳତା ଥିବ, କିନ୍ତୁ ଏହା ଯେ ମନୁଷ୍ୟର ଗୋଟେ ଶେଷ ଗତି, ଏହା ସେ ନ ଜାଣିବା ଦରକାର। ସେ ଜାଣିବା ଦରକାର ଯେ
आठारु आ गोटे उत्तम विषय अछि हमर आत्मा हमर आत्मिक जीवन जदि स्ट्रंग अछि हमर आत्मिक जीवन जदि सबल अछि आमे प्रभु जीशु को स्पर्श करि परिबा ए व्यक्तिंकर गोटे सुंदर स्पर्शता को प्रभु अनुभव करूछंती बाइबल रे जदि बा अनेक व्याख्यामूलक बही गुड़ा करे मैगजीन गुड़ा करे जेतेबेले आमने पढ़ू बाइबल रिलेटेड जिंस गुड़ाक मु जेतेबेले गोटे बही पढ़ुथिली एई विषय उपरे जने लेखंती जे जीशु जो वस्त्र पिंधिथिले आउ से वस्त्र रे आउ समस्त प्रकार आज्ञा गुड़िक लेखाई समस्त प्रकार प्रभुंकर मुख निसृत वाक्य जहाँ प्रभु आउ से पिंधि थिले से लुगाटा से ड्रेस रे परमेश्वरंकर व्यवस्था गुड़िक आज्ञा गुड़िक कौन होइथिला लेखा जाइथिला हारण जेतेबेले से वस्त्र गोटे पिंधुथिले जाजकर वस्त्र से जाजकर वस्त्र रे हारणंकर वस्त्रर गोटे पाखरे 12 6 आ गोटे पाखरे 6 ए प्रकार 12 गोष्ठींकर आउ नाम कौन होउथिला लेखा जाउथिला जो द्वारा हारण जेतेबेले जाजकत्व कार्य करुथिले 12 गोष्ठी को से कौन करुथिले नेई की जाउथिले परमेश्वरଙ୍କ निकटକୁ तो से प्रकार अनेक व्यवस्था अनेक ईश्वरंकर वाक्य लिखित थिबा ड्रेस को जेतेबेले प्रभु पिंधि छथि हुए तो से लेखा तार आइडिया से आ से स्त्री लोक छू छू परमेश्वरंकर वाक्य को मध्य से दिन छुई देइथिला तो परमेश्वर को छुईबा प्रथम विषय आमे की प्रकार आमे प्रभु को स्पर्श करि परिबा जदि देखु मनुष्य एवं आउ ईश्वरंक मध्य अनेक प्रकार तफात विषय रही किंतु प्रभु मध्य ए प्रकार प्रभु से इमानुएल परमेश्वर से कहती मु तुमर संगे संगे रहिबा परमेश्वर आंभ मानक सहित ईश्वर जदि आम सहित प्रभु अच्छंती जदि आमे प्रभुंक सहित अच्छु तो निश्चित आम मानकर कौन सी गोटे सुंदर कार्य द्वारा प्रभु को आमने स्पर्श करि परिबा प्रभु को आमे छुई परिबा जेतेबेले गीत संहिता 51 अध्याय को जेतेबेले पढ़िबे जे दाऊदंकर प्रथम विषय आमर अनुताप जीवन प्रभु को स्पर्श करिबा दरकार our repentant life touch heart of God our repentant life touch to heart of God माने आमर अनुतापर जीवन प्रभु को स्पर्श करिवार अछि अनेक आमने अनुताप करंती पुनर्बार से भूल कार्य करंती अनेक लोगों को आमने देखो जानू प्रैक्टिकली अनेक लोक निजर भूल पाई प्रभु को क्षमा मागिबे पुणी थरे आउ तार आर दिन अपनी स्टार्ट हो जिवो तो ताहा अनुताप नुह दाऊद जेतेबेले अनुताप करूछंती दाऊद जेतेबेले प्रार्थना करूछंती निजर भूल को से बुझिले निजे जे भूल करिछंती निजे जे व्यभिचार करिछंती निजे जे असुचि होइछंती आउ ताहाकु से बुझिकी निजर भूल बुझिकी से कौन करूछंती आउ कौन करूछंती निजर पाप को परमेश्वर निकट रे स्वीकार करूछंती अनुताप सेति पाई गीत सहित से 51 17 रे दाऊद कहले जे भग्न आत्मा परमेश्वरंकर ग्राह्य बळी जेतेबेले देखिले दाऊद अनुताप करूछंती निजको भांगुछंती निजे कांदुछंती रोदन करूछंती तो ए सेही रोदन सेही भंगा परमेश्वर को स्पर्श करि पारुछि सेति पाई से कहले मु भांगीबा जोगु प्रभु मोर क्रंदनर रब को सुनिले मु निजको अनुताप करिबा जोगु ए प्रकार अनुताप कली जे प्रभु मते ग्रहण कले निजर भूल को दाऊद बुझुछंती निजे निजर पाप को प्रभु निकट रे स्वीकार करूछंती चोर जेतेबेले दुई जन चोरों को विषय रे देखु आ जने चोर जीशु को क्षमा मागुछंती निजर भूल को बुझुछंती प्रथम जोहन पुस्तक रे लिखा जाए जदि आम्भे माने आपण आपण पाप स्वीकार करू तेबे से क्षमा करिबा को विश्वस्त एवं न्यायवान परमेश्वर अटंती मनुष्य मात्रिके आमनकर किछि भूल रही सत कथा आमने रक्त मांस शरीर
କିନ୍ତୁ ଆମମାନଙ୍କୁ ଅନୁତାପ ମଧ୍ୟ କରିବାକୁ ହବ। ଆମମାନେ ସବୁଦିନ ରିପେଣ୍ଟେଣ୍ଟ କରିବାକୁ ହବ। ପାଉଲ ଫିଲିପିୟ ମଣ୍ଡଳୀକୁ ଲେଖନ୍ତି 2:12 ଯେତେବେଳେ ପଢିବେ ଯେ ପାଉଲ କହୁଛନ୍ତି ଯେ ତୁମ୍ଭେ ମାନେ ଆପଣା ଆପଣା ପରିତ୍ରାଣକୁ ପ୍ରତ୍ୟେକ ଦିନ ସାଧନ କର। ଏଭ୍ରି ଡେ ୟୋର ସାଲଭେସନ ଲାଇଫ କୁ ତୁମେ କଣ କରିବ, ତାକୁ ସାଧନ କରିବାର ଅଛି, ତାକୁ ମେଣ୍ଟେନ୍ସ କରିବାର ଅଛି। ମତେ ପ୍ରଭୁ ପରିତ୍ରାଣ ଦେଲେ, ସେ ପରିତ୍ରାଣକୁ ମୁଁ କେମିତି ପ୍ରତ୍ୟେକ ଦିନ ସାଧନ କରି 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 କରିକି ଯିବି। ସେଇ ପରିତ୍ରାଣକୁ କି ପ୍ରକାର ଭାବରେ ମୁଁ ରିନ୍ୟୁଆଲ କରି 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 କରିକି ଯିବି। ଯେମିତି କି ମୋର ଶରୀର ପାଇଁ ମୁଁ ଡ୍ରେସ ପିନ୍ଧୁଛି, ସେ ଡ୍ରେସକୁ ମୁଁ ପ୍ରତ୍ୟେକ ଦିନ ଚେଞ୍ଜ କରୁଛି, ସେ ଡ୍ରେସକୁ ମୁଁ ପ୍ରତ୍ୟେକ ଦିନ ଧୋଉଛି, ସେ ଡ୍ରେସକୁ ମୁଁ ପ୍ରତ୍ୟେକ ଦିନ କଣ କରୁଛି, ବିଭିନ୍ନ ଭାବରେ ତାକୁ ଆଇରନ୍ କରିକି ତାକୁ ସୁସଜ୍ଜିତ କରିକି ମୁଁ ପିନ୍ଧୁଛି। ସେ ପ୍ରକାର ପରିତ୍ରାଣର ବସ୍ତ୍ରକୁ ପ୍ରଭୁ ଯେତେବେଳେ ଆମକୁ ପିନ୍ଧେଇଛନ୍ତି, ତାକୁ ଆମକୁ ସବୁଦିନ ରିନ୍ୟୁଆଲ କରିବାର ଅଛି, ତାକୁ ସବୁଦିନ ଆମକୁ ଧୌତ କରିବାର ଅଛି ପରମେଶ୍ୱରଙ୍କ ବା ପ୍ରଭୁ ଯୀଶୁଙ୍କ ରକ୍ତରେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରିତ୍ରାଣ ଗୋଟିଏ ଦିନର କଥା ନୁହେଁ। ପରିତ୍ରାଣ ହଉଛି ଇଜ ଦ ପ୍ରୋସେସିଂ। ସାଲଭେସନ ଆମେ ଗୋଟେ ଥର ପାଇଗଲୁ ତାହା ନୁହଁ, ତାହା ଗୋଟେ ପ୍ରୋସେସରେ ଅଛି। ଆମେ ପ୍ରୋସେସରେ ଅଛୁ। ପରିତ୍ରାଣ ଆମେ ପାଇଛୁ, ସେ ପ୍ରୋସେସରେ ଆମେ ଯାଉଛୁ, ଆଉ ଶେଷ ଦିନରେ ଗୋଟେ ମହାନ ପରିତ୍ରାଣକୁ ଆମେ ଆଚିଭମେଣ୍ଟ କରିପାରିବା। ସେଥିପାଇଁ ପ୍ରଭୁ କହିଲେ ଯେ ଧୈର୍ଯ୍ୟ ଧରି ରହିବ, ଯେ କି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦାଉଦ ନିଜର ଭୁଲକୁ ବୁଝିଲେ, ଦାଉଦ ନିଜେ ଭୁଲକୁ ସ୍ୱୀକାର କଲେ ଏବଂ ଦାଉଦ ନିଜର ପବିତ୍ର ଜୀବନ ପାଇଁ ପ୍ରାର୍ଥନା କରୁଛନ୍ତି। କଣ ପ୍ରାର୍ଥନା କରୁଛନ୍ତି? ପ୍ରଭୁ ପବିତ୍ର ଆତ୍ମା, ତୁମର ପବିତ୍ର ଆତ୍ମା ମୋ ଠାରୁ ନିଅ ନାହିଁ। ଏହା ହଉଛି ଗୋଟେ ଅନୁତାପକାରୀର ପ୍ରାର୍ଥନା। ଅନେକ ଲୋକ କୁହନ୍ତି ପ୍ରଭୁ ମୁଁ ଭୁଲ କରିବା ଯୋଗୁଁ ମୋର ଧନ ସମ୍ପତ୍ତି ଚାଲିଗଲା, ପ୍ରଭୁ ମୁଁ ଭୁଲ କରିବା ଯୋଗୁଁ ମୋର ବ୍ୟବସାୟ ଠପ୍ ହେଇଗଲା, ମୋର ଚାକିରୀ କ୍ଷେତ୍ର ଠପ୍ ହେଇଗଲା, ମୁଁ ଏଇଟା ହେଇଗଲି ସେଇଟା ହେଇଗଲି ଅମକ ସମକ। କିନ୍ତୁ କେହି ଯେ ଜାଣନ୍ତି ନାହିଁ ଯେ ଏ ସମସ୍ତ ବିଷୟ ମଧ୍ୟରେ ପରମେଶ୍ୱର ତାଙ୍କର ଆତ୍ମାକୁ ନେଇଯାଆନ୍ତି। ଦାଉଦ ବୁଝିଲେ ଯେ ଜଗତରେ ମୁଁ ଅଛି, ପ୍ରଭୁ ମତେ ତ ଯେତେବେଳେ ଦେବେ ଯାହାହେଲେ ବି ଧନ ସମ୍ପତ୍ତି ଦେବେ, କିନ୍ତୁ ମୋର ମୋଷ୍ଟ ନିହାତି ପବିତ୍ର ଆତ୍ମା ଦରକାର। ନିହାତି ସେ ପରମେଶ୍ୱରଙ୍କୁ ନିଜର କଣ କରୁଛନ୍ତି, ପବିତ୍ର ଆତ୍ମାଙ୍କୁ ମାଗୁଛନ୍ତି, ଆନନ୍ଦ ମାଗୁଛନ୍ତି ଏବଂ ପରମେଶ୍ୱରଙ୍କ ଛାମୁରେ ସେ ନିବେଦନ କରୁଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଇସ୍ରାଏଲ ଲୋକମାନଙ୍କର କ୍ରନ୍ଦନ ପ୍ରଭୁ କଣ କଲେ ଶୁଣିଲେ। ଯେତେବେଳେ ମିଶର ଦେଶରେ ଥିଲେ, ଇସ୍ରାଏଲ ଲୋକମାନେ କାନ୍ଦିଲେ। ଯେତେବେଳେ କାନ୍ଦିଲେ, ଯାତ୍ରା ପୁସ୍ତକ 3 ଅଧ୍ୟାୟ ଲେଖାଯାଏ, ସେମାନଙ୍କର କ୍ରନ୍ଦନ ଏମିତି ହେଲା, ପ୍ରଭୁ ପଳେଇ ଆସିଲେ ସେମାନଙ୍କର କ୍ରନ୍ଦନକୁ ଶୁଣିବା ପାଇଁ ଏବଂ ସେମାନଙ୍କୁ କହିଲେ ନା, ମୋର ଲୋକମାନେ କାନ୍ଦୁଛନ୍ତି, ମତେ ଉଦ୍ଧାର କରିବାକୁ ହବ। ସେ ପ୍ଲାନ୍ କଲେ ମିଶର ଦେଶରୁ ତାଙ୍କର ଲୋକମାନଙ୍କୁ କି ପ୍ରକାର ସେ ଉଦ୍ଧାର କରିବେ। ସେଥିପାଇଁ ମୋସାଙ୍କୁ କଣ କରାଗଲା, ମୋସାଙ୍କୁ ଏବଂ ହାରଣଙ୍କୁ ପଠାଗଲା। ଆମେ ଯଦି କାନ୍ଦୁ ପରମେଶ୍ୱରଙ୍କ ନିକଟରେ ଏଭ୍ରି ଡେ, ଯଦି ଆମେ ଆମର ଭୁଲ ପାଇଁ ପ୍ରଭୁଙ୍କ ନିକଟରେ ସ୍ୱୀକାର କରୁ, ଦାଉଦ କଣ କରୁଛନ୍ତି, ନିଜର ଭୁଲକୁ ସେ ପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ଆଉ ସେ ଦୟା ପାଇଲେ। ତାଙ୍କର ଏମିତି ହେଲା ଯେ ପ୍ରଭୁ ଦାଉଦଙ୍କୁ ଏ ପ୍ରକାର କ୍ଷମା କଲେ, ଏମିତି ସ୍ପର୍ଶ କରିପାରିଲା ଦାଉଦଙ୍କର ଅନୁତାପ ଯେ ପ୍ରଭୁ ତାଙ୍କୁ କହିଲେ ଯେ ତୁମର ବଂଶରେ ଆଉ କେହି ମଧ୍ୟ କଣ ହେବେ ନାହିଁ, ରାଜା ପଦର ଅଭାବ ରହିବ ନାହିଁ। ଦାଉଦଙ୍କୁ ଗୋଟେ ଲଙ୍ଗ ଲାଷ୍ଟିଂ ବ୍ଲେସିଂ ଦେଇଦେଲେ। ଦାଉଦଙ୍କୁ ଗୋଟେ କଣ କଲେ, ସେଥିପାଇଁ ଦାଉଦ କହିଲେ ସଦାପ୍ରଭୁଙ୍କର ଦୟା କଣ ଅଟେ, ଅନନ୍ତ କାଳ ସ୍ଥାୟୀ ଅଟେ। କାହିଁକି ସେ କହିଲେ ଯେ ସେ ଯୋଉ ଦୟା ପାଇଲେ, ଯୋଉ କ୍ଷମା ପାଇଲେ, ଅନନ୍ତ କାଳ ସ୍ଥାୟୀ। କାରଣ ପ୍ରଭୁ ଦେଖିଲେ ଦାଉଦ ତ ମଷ୍ଟ ବଡ ଭୁଲ କରିଛନ୍ତି, ଠିକ କଥା, କିନ୍ତୁ ଯୋଉ ଅନୁତାପ ବି ସେ କରିଲେ, ସେ ଅନୁତାପ ପରମେଶ୍ୱରଙ୍କୁ ଛୁଇଁ ପାରିଲା। ସେଥିପାଇଁ ପ୍ରେରିତ ପୁସ୍ତକରେ ଦାଉଦଙ୍କ ବିଷୟରେ ଲେଖାଯାଏ, 2-3 ଅଧ୍ୟାୟ ଆଡକୁ ଯେତେବେଳେ ପଢିବେ, ଯେ ପ୍ରେରିତ ପୁସ୍ତକରେ ଲେଖାଯାଏ ଦାଉଦ ଈଶ୍ୱରଙ୍କର ମନର ମତ ବ୍ୟକ୍ତି ହେଇପାରିଲେ। ସ୍ପର୍ଶ ଯଦି ଆମେ ପ୍ରଭୁଙ୍କୁ ଆମର ଅନୁତାପ ପ୍ରାର୍ଥନାରେ ଯଦି ଛୁଇଁଦେବା ନା, ତାଙ୍କର ମନର ମତ ବ୍ୟକ୍ତି ହେଇଯିବା, ତାଙ୍କ ମନର ଗୋଟେ ମତ ପରିବାର ହେଇଯିବା,
ତାଙ୍କ ମନ ଭିତରେ ରହିବା ପରିବାର ହେଇଯିବା, ପୁଅ ଝିଅ ହେଇଯିବା। ଦେଖନ୍ତୁ ଦାଉଦ ଭୁଲ କରିଥିଲେ ସତ, କିନ୍ତୁ ଯେତେବେଳେ ଅନୁତାପ କଲେ ପରମେଶ୍ୱରଙ୍କ ମନର ମତ ବ୍ୟକ୍ତି ହେଇଗଲେ। ତାଙ୍କର ଅନୁତାପରେ ସେ ପ୍ରକାର ଭଙ୍ଗା ବିଷୟ ଥିଲା, କ୍ରନ୍ଦନର ବିଷୟ ଥିଲା, ଅନୁତାପର ବିଷୟ ଥିଲା। ଆଜି ଅନେକ ଲୋକ ନିଜର ଭୁଲ ପାଇଁ ଅନୁତାପ କରନ୍ତି ନାହିଁ, ଯଦ୍ୱାରା ସେମାନେ ଦୟା ପାଇପାରନ୍ତି ନାହିଁ। ଦ୍ୱିତୀୟ ବିଷୟ, ଏ ସ୍ତ୍ରୀଙ୍କର ଜୀବନକୁ ଯେତେବେଳେ ଦେଖୁ, ଏ ସ୍ତ୍ରୀ ଲୋକ ଛୁଇଁଲେ ପ୍ରଭୁଙ୍କୁ, ହୁଏତ ମନେ ମନେ ଅନୁତାପ କରିଥିବେ। ପ୍ରଥମ ବିଷୟରେ ଯେତେବେଳେ ଦେଖୁ ଅନୁତାପ, ପ୍ରଭୁଙ୍କୁ ସ୍ପର୍ଶ। ଏଇ ସ୍ତ୍ରୀ ଲୋକ ଯଦି କୌଣସି ଭୁଲ କରିଥିବ, ସେ ଛୁଇଁବା ପୂର୍ବରୁ ଅନୁତାପ କରିଥିବ। ଦାଉଦ ଅନୁତାପର ପ୍ରାର୍ଥନା ପ୍ରଭୁଙ୍କୁ ସ୍ପର୍ଶ କରିପାରିଥିଲା। ଆଦି ପୁସ୍ତକ 22 ଅଧ୍ୟାୟରେ ଯେତେବେଳେ ଦେଖୁ, ଦ୍ୱିତୀୟ ବିଷୟ, ଆମର ବାଧ୍ୟତା ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରୁ। Our obedient life touch heart of God. ଆମର ରିପେଣ୍ଟେଣ୍ଟ ଲାଇଫ ପ୍ରଭୁଙ୍କୁ ସ୍ପର୍ଶ କରୁ। ଆମର ବାଧ୍ୟତା ଜୀବନ, ଆମେ ସମସ୍ତେ ଜାଣୁ ଅବ୍ରାହମଙ୍କର କଥା, ତାହା କାହାକୁ ଅଗୋଚର ବିଷୟ ନୁହଁ। କିନ୍ତୁ ଯେତେବେଳେ ଅବ୍ରାହମକୁ ପ୍ରଭୁ କହିଲେ ତୁମର ଏକମାତ୍ର ପୁତ୍ରଙ୍କୁ ନେଇକି କଣ କର, ମୋରିଆ ପର୍ବତରେ ଆମ୍ଭ ଉଦ୍ଦେଶ୍ୟରେ ବଧ କର, ତ ଯେତେବେଳେ ଆମ୍ଭ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କର, ଅବ୍ରାହମ ବାଧ୍ୟ ହଉଛନ୍ତି। ତାଙ୍କର ବାଧ୍ୟତାରେ କଣ ଥିଲା? ଅବ୍ରାହମ ତାଙ୍କର ବାଧ୍ୟତାରେ ପ୍ରସ୍ତୁତ ଥିଲା। ପ୍ରସ୍ତୁତ ହଉଛନ୍ତି ପରମେଶ୍ୱରଙ୍କର ବାଧ୍ୟ ହେବା ପାଇଁ। ପରମେଶ୍ୱରଙ୍କର ବାଧ୍ୟ ହେଇକି ସେ ପ୍ରସ୍ତୁତ ହଉଛନ୍ତି ସକାଳୁ ସକାଳୁ। ଯେଉଁମାନେ ବାଧ୍ୟତା ଜୀବନ କାଟନ୍ତି ନା, ସେମାନେ ପ୍ରସ୍ତୁତ ହୁଅନ୍ତି ପ୍ରଭୁଙ୍କ ପାଇଁ, ସେମାନେ ରେଡି ହୁଅନ୍ତି ପ୍ରଭୁଙ୍କ ପାଇଁ। ଅବାଧ୍ୟ ହେଲେ ନାହିଁ, ହଁ ମୁଁ ମୋ ପୁଅକୁ ନେଇକି ବଳି କରିବାର ନାହିଁ ରେ ବାପା, ଅନେକ ବର୍ଷ ପରେ ପ୍ରଭୁ ତୁମେ ମତେ ଦେଇଛ, ପୁଣି ଏଇ ପୁଅକୁ ମାଗୁଛ। ପରମେଶ୍ୱରଙ୍କ ଛାମୁରୁ ସେ ଚାଲିଗଲେ ନାହିଁ। 22 ଅଧ୍ୟାୟର 1 ପଦରେ ଯେତେବେଳେ ଆପଣ ଭଲ କରିକି ପଢିବେ, ଯଦି ପାଉଛନ୍ତି ପଢନ୍ତୁ। 22 ଅଧ୍ୟାୟର ଆଦି ପୁସ୍ତକ 22 ଅଧ୍ୟାୟର 1 ପଦ ମତେ ସବୁବେଳେ ସେଟାକୁ ହାର୍ଟ ଟଚ୍ କରେ, ସବୁବେଳେ। 22 ଅଧ୍ୟାୟର 1 ପଦ, ଯେତେବେଳେ ଅବ୍ରାହମକୁ ପରମେଶ୍ୱର, ପଢନ୍ତୁ। ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରାହମଙ୍କ ପରୀକ୍ଷା ନିମନ୍ତେ କହିଲେ, ହେ ଅବ୍ରାହମ, କହିଲେ ସେ ଉତ୍ତର କରି, ଦେଖନ୍ତୁ ମୁଁ ଏଠାରେ ଅଛି। ଧନ୍ୟବାଦ। ଜଣକୁ ଯେତେବେଳେ ଡକାଯାଏ, ସେ ଯେତେବେଳେ ସାମୁଏଲକୁ ଡକାଗଲା, ସାମୁଏଲ କହିଲେ କୁହନ୍ତୁ ପ୍ରଭୁ, କିନ୍ତୁ ଅବ୍ରାହମ କହୁଛନ୍ତି ଦେଖନ୍ତୁ ପ୍ରଭୁ, ମୁଁ ତୁମ ସମ୍ମୁଖରେ ଅଛି। ତୁମେ ଯେ ପର୍ଯ୍ୟନ୍ତ ମୁଁ ନିସନ୍ତାନ ହେଇକି ଗତି କରୁଥିଲି, ତୁମ ସମ୍ମୁଖରେ ଥିଲି। ତୁମଠାରୁ ଅନେକ ବର୍ଷ ପରେ ଆଶୀର୍ବାଦ ପାଇଲା ପରେ ମଧ୍ୟ ତୁମ ସମ୍ମୁଖରେ ହିଁ ଅଛି। ମୁଁ ଆଉ ତୁମର ସମ୍ମୁଖରୁ ଆଉ କୁଆଡେ ଯାଇନାହିଁ। ମୁଁ ତୁମର ସମ୍ମୁଖରେ। ସେ କହୁଛନ୍ତି ଦେଖ ପ୍ରଭୁ, ଆଗରେ କାଲି ଯେମିତି ଥିଲି, ଆଜି ବି ସେମିତି ଅଛି। କାଲି ଯେମିତି ତୁମ ପାଖରେ ଥିଲି, ଆଜି ବି ସେମିତି ଅଛି। ପ୍ରଭୁଙ୍କୁ କହୁଛନ୍ତି ଦେଖନ୍ତୁ, ତୁମର ଦାସଙ୍କୁ ଦେଖନ୍ତୁ, ତୁମର ଲୋକଙ୍କୁ ଦେଖନ୍ତୁ, ମୁଁ ତୁମ ପାଖରେ ହିଁ ଅଛି। ଯେତେବେଳେ ଆଦମ ଏବଂ ହବା ଯେତେବେଳେ ଅବାଧ୍ୟ ହେଲେ, ସେମାନେ ଲୁଚିବା ଆରମ୍ଭ କଲେ। ଡିସଓବିଡିଏଣ୍ଟ ଲାଇଫ ପ୍ରଭୁଙ୍କର ସମ୍ମୁଖରୁ ଆମମାନଙ୍କୁ ଦୂରକୁ ନେଇଯାଏ। ସେମାନେ ଲୁଚିଛନ୍ତି। ଯେତେବେଳେ ପ୍ରଭୁ ତାଙ୍କୁ ଖୋଜିଲେ, ଆଦମ କୋଉଠି ଅଛ? ସେମାନେ କହୁଛନ୍ତି ନା, ଆମେ ଡିମ୍ବିରି ଗଛ ମୂଳେ ଆମେ ଆପଣଙ୍କୁ ଲୁଚାଇକି ରଖିଛୁ ପ୍ରଭୁ, କାରଣ ସେମାନେ ଅବାଧ୍ୟ ହେଇଥିଲେ। କିନ୍ତୁ ଅବ୍ରାହମ ବାଧ୍ୟତାରେ ତାଙ୍କର ଜୀବନକୁ ଦେଖୁଛନ୍ତି, ଯେ ସେ ପ୍ରଭୁଙ୍କୁ କହୁଛନ୍ତି ପ୍ରଭୁ ଦେଖନ୍ତୁ। ପରୀକ୍ଷା କରିବା ଉଦ୍ଦେଶ୍ୟରେ କାଳେ ଅବ୍ରାହମକୁ ଅନେକ ବର୍ଷ ପରେ ପୁତ୍ର ମିଳିଲା, ଅନେକ ବର୍ଷ ପରେ ପୁତ୍ର ଦେଲି, ହୁଏତ ମୋ ସମ୍ମୁଖରେ ସେ ଥିବ କି? ହୁଏତ ସେ ମୋ ସମ୍ମୁଖରେ ଥିବ, ନା ଆଉ କୁଆଡେ ଚାଲି ଯାଇଥିବ, ନା ମତେ ସମୟ ଦେବା ଠାରୁ ନିଜର ପୁତ୍ରଙ୍କୁ ଅଧିକ ସମୟ ଦେଇ ଦଉଛି, ନା କଣ? ଯେତେବେଳେ ସେ ବାଧ୍ୟତା ହଉଛନ୍ତି, ବାଧ୍ୟତାରେ ପ୍ରସ୍ତୁତ ଅଛି, ବାଧ୍ୟତା ପାଇଁ ତ୍ୟାଗ ସ୍ୱୀକାର ଅଛି। ଯେଉଁମାନେ ପ୍ରଭୁଙ୍କ ପାଇଁ ବାଧ୍ୟ ହୁଅନ୍ତି, ସେମାନେ ତ୍ୟାଗ ସ୍ୱୀକାର କରିବା ପାଇଁ ମଧ୍ୟ ପ୍ରସ୍ତୁତ। ସେ କହିଲେ ଠିକ ଅଛି ପ୍ରଭୁ, ତୁମର ମୁଁ ବାଧ୍ୟ ହେବି। ମୋର ଯାହା ମତେ ଦେଇଛ, ଯାହା ତୁମେ କହିଛ, ଯୋଉ ପୁଅକୁ ଦେଇଛ, ତା ମୁଁ ତୁମ ଉଦ୍ଦେଶ୍ୟରେ ବଳି କରିଦେବି, କିଛି ଅସୁବିଧା ନାହିଁ।
ବାଧ୍ୟତାର ଜୀବନ, ପ୍ରସ୍ତୁତର ଜୀବନ ଅଟେ। ବାଧ୍ୟତାର ଜୀବନ, ତ୍ୟାଗ ସ୍ୱୀକାର କରିବାର ଜୀବନ ଅଟେ। ଯଦି ମୁଁ ପ୍ରଭୁଙ୍କ ପାଇଁ ବାଧ୍ୟ ହଉଛି କହିଲେ ମତେ ଯେକୌଣସି ଏନି ହାଉ କୌଣସି ବିଷୟକୁ ମଧ୍ୟ ମତେ ସାକ୍ରିଫାଇସ୍ କରିବାର ଅଛି। ହୁଏତ ମୋର ସମୟକୁ ହେଇପାରେ, ହୁଏତ ମୋର ଆଉ ଅନ୍ୟାନ୍ୟ ବିଷୟ ହେଇପାରେ, ମତେ ବାଧ୍ୟତା ପ୍ରଭୁଙ୍କ ପାଇଁ ହେବାର ଅଛି, ମାନେ ମତେ ତ୍ୟାଗ ସ୍ୱୀକାର କରିବାର ଅଛି। ଏବଂ ସେ ବାଧ୍ୟତା ଭିତରେ କ'ଣ ଥିଲା? ଆଗକୁ ଯିବାର ମନୋଭାବ ଥିଲା, ପଛକୁ ହଟିଲେ ନାହିଁ। 3 ଦିନର ରାସ୍ତା, ପଛକୁ ହଟିଲେ ନାହିଁ। 3 ଦିନର ରାସ୍ତା ଚାଲୁଛନ୍ତି। ବାପାକୁ ପୁଅ ପଚାରୁଛନ୍ତି, ବାପା ବଳି ଉତ୍ସର୍ଗ କରିବା ପାଇଁ କାହିଁ ବାପା? କେତେ ମନରେ କଷ୍ଟ ହଉଥିବ ନା? କିନ୍ତୁ ଅବ୍ରାହମ ପଛକୁ ହଟି ନାହାନ୍ତି। ବାଧ୍ୟତାର ଜୀବନ ପଛକୁ ହଟେ ନାହିଁ, ଆଗକୁ ବଢେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ହୁଏତ ଅବ୍ରାହମ ମନେ ମନେ ଭାବୁଥିବ ପରା, ପ୍ରଭୁ ଗୋଟେ ଦିନ ଚାଲିଲି ତୁମ ଠାରୁ କିଛି ଉତ୍ତର ଆସୁନି କ'ଣ ପ୍ରଭୁ? ଦ୍ୱିତୀୟ ଦିନ ଚାଲିଲି, ଆଉ କୌଣସି ଉତ୍ତର ନାହିଁ। ନିରୂପିତ ର ସ୍ଥାନ ପର୍ଯ୍ୟନ୍ତ ପରମେଶ୍ୱର ନୀରବ। କେତେ ମୋର ସନ୍ତାନ ବାଧ୍ୟ ହଉଛି ଦେଖିବା। ଅନେକ ସମୟରେ ଆମମାନଙ୍କୁ ପ୍ରଭୁ ପରୀକ୍ଷା କରିବା, ଆମମାନଙ୍କର ବାଧ୍ୟତା ଜୀବନକୁ କେତେ ଅଛି ତାକୁ ମାପ କରିବା ପାଇଁ ବେଳେବେଳେ ପ୍ରଭୁ ବେଳେବେଳେ ସାଇଲେନ୍ସ ରହିଯାଆନ୍ତି। ଅନେକ ସମୟରେ ଆମେ ବ୍ୟସ୍ତ ହେଇଯାଉ, ଅନେକ ସମୟରେ ଆମେ ବିଚଳିତ ହେଇଯାଉ, ଅନେକ ସମୟରେ ଆମେ ବ୍ୟାକସ୍ଲାଇଡିଂ ହେଇଯାଉ, ଅନେକ ସମୟରେ ଆମମାନଙ୍କର ଆଉ ଆତ୍ମିକ ଜୀବନ ଇତସ୍ଥିତ ହେଇଯାଏ। କିନ୍ତୁ ଇଏ ବ୍ୟକ୍ତି ଅବ୍ରାହମ ନିରୂପିତ ଶେଷ ମାନେ ଲେଖାଯାଏ 22 ଅଧ୍ୟାୟର 12 ଏବଂ 13 ପଦ, ଯଦି ସେଇ 22 ଅଧ୍ୟାୟର 12 ଏବଂ 13 ପଦ ପଢନ୍ତୁ। ଆଦି ପୁସ୍ତକ 22 ଅଧ୍ୟାୟର 12 ଏବଂ 13 ପଦ। ସେ କହିଲେ, ତୁମେ ସେଇ ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମେ ବୁଝିଲୁ। ଧନ୍ୟବାଦ, ସେତିକି ଥାଉ। ପରମେଶ୍ୱରଙ୍କ ପ୍ରତି ଏବେ ତୁମର ଭୟ ଅଛି, ଏହା ଏବେ ଆମେ ଜାଣିଲୁ। ଟଚ୍ କରିପାରିଲା ପ୍ରଭୁଙ୍କୁ, ନିଜର ବାଧ୍ୟତା ପାଇଁ ପ୍ରଭୁଙ୍କୁ ସ୍ପର୍ଶ, ପ୍ରଭୁଙ୍କୁ ଜଣେଇ ଦେଲା ଯେ ପ୍ରଭୁ ଦେଖ ମୁଁ ତୁମର କେତେ ବାଧ୍ୟ ହେଇପାରେ। ନିଜେ ପ୍ରଭୁ ସ୍ୱୀକାର କରୁଛନ୍ତି, ଏବେ ଏହା ଆମେ ଜାଣିଲୁ ତୁମେ ମତେ କେତେ ଭୟ କରୁଛ ଏବଂ ତୁମର ବାଧ୍ୟତା ଜୀବନ। ପ୍ରଭୁଙ୍କର ହାର୍ଟକୁ ଟଚ୍ କରିପାରିଲେ ତାଙ୍କର ବାଧ୍ୟତା। ନିଜେ ପ୍ରଭୁ କହୁଛନ୍ତି ସେ ପିଲା ପ୍ରତି କିଛି କରନି ଅବ୍ରାହମ, କାରଣ ଏବେ ଜାଣିଲି ମୁଁ, ଏବେ ବୁଝିଲି ମୁଁ, ମୋ ପ୍ରତି ତୁମର ଭୟ କେତେ ଅଛି। ନିଜେ ପ୍ରଭୁ ସାର୍ଟିଫିକେଟ ଦଉଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆୱାର ଓବିଡିଏଣ୍ଟ ଲାଇଫ ଟଚ୍ ହାର୍ଟ ଅଫ୍ ଗଡ୍। ଆମର ବାଧ୍ୟତା ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରିବା ଦରକାର। ହୁଏତ ତ୍ୟାଗ ସ୍ୱୀକାର ହେଇପାରେ, ହୁଏତ ଆମମାନଙ୍କୁ ପଛକୁ ଟାଣିବା ବିଷୟ କିଛି ହେଇପାରେ। ଅବ୍ରାହମ ପଛକୁ ଗଲେ ନାହିଁ, ଜିହୋବାଜିରେ ପରମେଶ୍ୱର ହେଇକି ତାକୁ ସମସ୍ତ ଆବଶ୍ୟକ ବିଷୟ ଯୋଗାଇଲେ ଏବଂ ତାକୁ ବିଶ୍ୱାସର ଆଦି ପିତା କହିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୋସେଫ ବାଧ୍ୟତା ପାଇଁ ପାପ କରିଲା ନାହିଁ। ଯୋସେଫଙ୍କ ଜୀବନ ଏମିତି ଥିଲା, ପାପ ତା ସମ୍ମୁଖକୁ ଆସିଲା କିନ୍ତୁ ସେ କ'ଣ କଲେ? ପାପକୁ ଠୋକର ମାରିକି ଚାଲିଗଲେ। ନା, ମୁଁ ଏତେ ବଡ଼ ଭୁଲ ପରମେଶ୍ୱରଙ୍କ ଦୃଷ୍ଟିରେ କରିବି ନାହିଁ। ବାଧ୍ୟତା ଯେଉଁମାନଙ୍କର ଜୀବନରେ ଥାଏ ସେମାନେ ପାପ ଶୂନ୍ୟ ଜୀବନ କାଟିବା ପାଇଁ ଚେଷ୍ଟା କରନ୍ତି। ଦାନିଏଲ ଯେତେବେଳେ ଯୁବା ଥିଲେ, ପରମେଶ୍ୱରଙ୍କର ବାଧ୍ୟ ଥିଲେ ଏବଂ ଦାନିଏଲ, ଶଦ୍ରକ, ମେଶକ, ଅବେଦନେଗୋ ଏମାନେ କ'ଣ ହେଲେ? ପ୍ରତିମାକୁ ପ୍ରଣାମ କଲେ ନାହିଁ। ନା, ଆମେ ଯେଉଁ ପରମେଶ୍ୱରଙ୍କର ପରିଚୟ ପାଇଛୁ ତାଙ୍କ ବିନା ଆମେ ଆଉ କାହାକୁ ମୁଣ୍ଡିଆ ମାରିବୁ ନାହିଁ, ତାଙ୍କ ବିନା ଆଉ କାହାକୁ ଆମେ ପ୍ରଣାମ କରିବୁ ନାହିଁ। ବାଧ୍ୟତା ଜୀବନ, ହୁଏତ ପ୍ରଭୁ ରକ୍ଷା କରନ୍ତୁ କିମ୍ବା ରକ୍ଷା ନ କରନ୍ତୁ, କୌଣସି ଜାଗତିକ ବିଷୟରେ ଆମେ ମୁଣ୍ଡ ନୁଆଇବୁ ନାହିଁ, ପାପ ପ୍ରତି ଆମର ମୁଣ୍ଡ ନୁଆଇବୁ ନାହିଁ। ସେମାନଙ୍କୁ ପ୍ରଭୁ ଅଗ୍ନିକୁଣ୍ଡରୁ ରକ୍ଷା କଲେ। ଦାନିଏଲ ପୁସ୍ତକ ଲେଖାଯାଏ, ସେମାନେ ରାଜାଙ୍କର ଖାଦ୍ୟରେ ସେମାନେ ନିଜକୁ ଅପବିତ୍ର କରିଲେ ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ସେମାନଙ୍କର ଭୟ ଥିଲା, ବାଧ୍ୟତା ଥିଲା। ତାଙ୍କର ବାପା ମା ଯେ ପ୍ରକାର ସେମାନଙ୍କୁ ଶିକ୍ଷା ଦେଇଛନ୍ତି ସେ ଅନୁସାରେ ସେମାନେ ବାଧ୍ୟତାକୁ ସ୍ୱୀକାର କରୁଛନ୍ତି, ଯଦ୍ୱାରା ସିଂହ ଗର୍ତ୍ତରୁ ଉଦ୍ଧାର ହେଲେ, ଯଦ୍ୱାରା ଅଗ୍ନିକୁଣ୍ଡରୁ ଉଦ୍ଧାର ହେଲେ, ସେମାନଙ୍କର ପଦୋନ୍ନତି ହେଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ,
ଅନେକ ଲୋକ ଅବାଧ୍ୟ ହେଲେ, ଜୁନସ ଅବାଧ୍ୟ ହେଲେ, ଚାଲିଗଲେ ଅନେକ ଅନ୍ୟ ଜାଗାକୁ। ଜୁନସ ଅବାଧ୍ୟ ହେଲେ, ସାମସନ ଅବାଧ୍ୟ ହେଲେ। ସାମସନକୁ କୁହାଗଲା ଯେ ତୁମେ ପବିତ୍ର ରହିବ, ତୁମେ ନାଶରୀୟ ହେବ, କିନ୍ତୁ ଅବାଧ୍ୟର ରାସ୍ତାରେ ଚାଲିଗଲେ, ତାଙ୍କଠାରୁ ବଳ ଶକ୍ତି ଚାଲିଗଲା। ସାମସନ ପରି ଯୋଦ୍ଧା ବ୍ୟକ୍ତି ବାଇବଲରେ କେହି ନାହାନ୍ତି। ଗୋଟିଏ ଗୋଟିଏ ହାତରେ ସମସ୍ତ ପ୍ରାଚୀରକୁ ଭାଙ୍ଗିବା ବ୍ୟକ୍ତି, ବଳ ଚାଲିଗଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅବାଧ୍ୟତା ଆମଠାରୁ ଆତ୍ମିକ ଶକ୍ତି ଚାଲିଯାଏ। ଅବାଧ୍ୟତା ସାଉଲଙ୍କର ରାଜାପଦ ଚାଲିଗଲା। ଅବାଧ୍ୟ ହେଲେ ସାଉଲ ରାଜା, ପରମେଶ୍ୱରଙ୍କର ଆଦେଶକୁ ମାନିଲେ ନାହିଁ, ତାଙ୍କଠାରୁ ଚାଲିଗଲା। ସାଉଲଙ୍କ ଠାରୁ ରାଜ୍ୟପଦ ବା ରାଜାପଦ ଚାଲିଗଲା। ଗାଲାତୀୟ ପୁସ୍ତକରେ ଲେଖାଯାଏ, ଗାଲାତୀୟ ମଣ୍ଡଳୀକୁ କେତେବେଳେ ପଢିବେ, ଗାଲାତୀୟ ମଣ୍ଡଳୀକୁ ପାଉଲ କହୁଛନ୍ତି, ଏ ନିର୍ବୋଧ ଗାଲାତୀୟ ମାନେ, କିଏ ତୁମମାନଙ୍କୁ ମୋହିତ କଲା ଯେ ତୁମେ ସତ୍ୟର ଅବାଧ୍ୟ ହେଇଛ? ତୁମେ ସତ୍ୟର ଅବାଧ୍ୟ ହେଇଛ। ଯୋଉ ପରମେଶ୍ୱର ବା ଯୋଉ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶର କଥା ତୁମର ସବୁ ସମ୍ମୁଖରେ, ତୁମର ଚକ୍ଷୁର ସମ୍ମୁଖରେ ଚିତ୍ରିତ ହେଇଥିଲା, ଆଜି ସେଇ କ୍ରୁଶ ଠାରୁ, ଆଜିଠାରୁ ସେଇ ସତ୍ୟ ଯୀଶୁଙ୍କ ଠାରୁ ତୁମେ ଅବାଧ୍ୟ ହେଇଯାଇଛ। ତୁମେ ତ ଉତ୍ତମ ଭାବରେ ଦୌଡୁଥିଲ, କିଏ ତୁମକୁ ମୋହିତ କଲା ଯେ ତୁମେ ସତ୍ୟର ଅବାଧ୍ୟ ହେଇଛ? ଆତ୍ମାରେ ଆରମ୍ଭ କରି ତୁମେ କିଏ ଏବେ ଶରୀରରେ ସିଦ୍ଧ ହେବା ପାଇଁ ତୁମେ ଯାଉଛ? ଅନେକ ସମୟରେ ଜଗତର ସମସ୍ତ ବିଷୟ ଆମକୁ କଣ କରେ? ଅବାଧ୍ୟ ଆଡକୁ ଟାଣି ନେଇଯାଏ, ଅପବିତ୍ର ଆଡକୁ ଟାଣି ନେଇଯାଏ। ତେଣୁ ବି କେୟାରଫୁଲ। ଆମମାନଙ୍କର ବାଧ୍ୟତା ଏ ପ୍ରକାର ବାଧ୍ୟତା ହଉ, ପବିତ୍ର ମୁଁ ରହିବି, ମୁଁ ପରମେଶ୍ୱରଙ୍କର ବାଧ୍ୟ ହେବି। ମୋର ବାଧ୍ୟତା ଭିତରେ ତ୍ୟାଗ ହଉ, ମୁଁ ଅନେକ ବିଷୟକୁ ସାକ୍ରିଫାଇସ୍ କରିବା ପାଇଁ ମୁଁ ପ୍ରସ୍ତୁତ ଥିବି, ଯଦ୍ୱାରା ପ୍ରଭୁଙ୍କର ହୃଦୟକୁ ସ୍ପର୍ଶ କରିପାରିବି। ଅବ୍ରାହମ ପ୍ରଭୁଙ୍କର ହୃଦୟକୁ ସ୍ପର୍ଶ କରିପାରିଲେ। ଅବ୍ରାହମକୁ ପ୍ରଭୁ କହୁଛନ୍ତି, ଏବେ ମୁଁ ଜାଣିଲି ରେ ବାପା, ଗୋଟେ କଥା କହନ୍ତି ନା, ତତେ ଆଉ ପାରି ହବନି। ଏବେ ମୁଁ ଜାଣିଲି ମୋ ପ୍ରତି ତୋର ଭକ୍ତି ଅଛି, ନିଜର ପୁଅକୁ ମୋତେ ଦେବା ପାଇଁ ତୁ ପଛେଇଲୁ ନାହିଁ। ପୁଅକୁ ପ୍ରଭୁ ରକ୍ଷା କଲେ, ଅବ୍ରାହମକୁ ପ୍ରଭୁ ଯୋଗେଇଲେ। ମୁଁ କିପରି ବାଧ୍ୟତା ଜୀବନ କାଟୁଛି? ମୋ ବାଧ୍ୟତା ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରୁଛି କି? ଗୋଟେ ଗୋଟେ ପ୍ରଶ୍ନ ରଖିକି ଆଗକୁ ବଢିବା। ଆମ ବିଶ୍ୱାସ ଜୀବନ, ମାଥ୍ୟୁ ପୁସ୍ତକ 8 ଅଧ୍ୟାୟର 10 ପଦ। ଜଣେ ଶତ ସେନାପତି ଯୀଶୁଙ୍କ ନିକଟକୁ ଯାଇଛନ୍ତି। ଦେଖନ୍ତୁ ତାଙ୍କର ବିଶ୍ୱାସ। Our faithful life, our faith life touch heart of God. ତାଙ୍କର ବିଶ୍ୱାସ ଦେଖନ୍ତୁ। ଗୋଟେ ବିଜାତୀୟ ଶତ ସେନାପତି, ମାଥ୍ୟୁ ପୁସ୍ତକ 8 ଅଧ୍ୟାୟର 10 ପଦ ପଢନ୍ତୁ। ସେଠାରେ ସେଇ ପ୍ରଭୁଙ୍କୁ ନିଜର ଝିଅଙ୍କ ନିମନ୍ତେ ଆଉ ଗୁହାରି କରୁଛନ୍ତି। ପଢନ୍ତୁ ମାଥ୍ୟୁ ପୁସ୍ତକ ତାର 8 ଅଧ୍ୟାୟର 10 ପଦ। ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇନାହିଁ। ଆମେନ୍। ଧନ୍ୟବାଦ। ସେ ଗୋଟିଏ କଥା କହିଲେ ଯୀଶୁଙ୍କୁ, ମୁଁ ଟୋଟାଲ ଆପଣ ଘରେ ପଢିବେ, ଯେ ଯୀଶୁଙ୍କୁ କହୁଛନ୍ତି, ପ୍ରଭୁ ପଦେ ଆଜ୍ଞା କରନ୍ତୁ, ମୋ ଝିଅ ସୁସ୍ଥ ପାଇବ। ପ୍ରଭୁଙ୍କୁ କହୁଛନ୍ତି ପଦେ ଆଜ୍ଞା କରନ୍ତୁ ପ୍ରଭୁ। ଆପଣ ଆସିବା ଦରକାର ନାହିଁ, କାରଣ ମୁଁ ଜଣେ ବିଜାତୀୟ ଲୋକ। ଆପଣ ଯେ ମୋ ଘରେ ପାଦ ପକେଇବେ, ଏ ପ୍ରକାର ମୁଁ ଯୋଗ୍ୟ ନାହିଁ। ଆପଣ ଏଇଠାରୁ ପଦେ ଆଜ୍ଞା କରିଦିଅନ୍ତୁ, ମୋ ଘରେ ମୋ ଝିଅ ମୃତ୍ୟୁ ସହିତ ସଂଗ୍ରାମ କରୁଛି, ମୋ ଝିଅ ସୁସ୍ଥ ପାଇଯିବ। ଦେଖନ୍ତୁ, ଗୋଟେ ଅଣବିଶ୍ୱାସୀ, ଗୋଟେ ବିଜାତୀୟ ବ୍ୟକ୍ତି ଯୀଶୁଙ୍କ ନିକଟକୁ ଯାଇଛନ୍ତି ବିଶ୍ୱାସ କରି, ଆଉ ତାଙ୍କର ବିଶ୍ୱାସ ମଧ୍ୟ ଏ ପ୍ରକାର ଦେଖନ୍ତୁ। ସେ କହୁଛନ୍ତି, ପ୍ରଭୁ ଏଇଠି ଆଜ୍ଞା କରିଦିଅ, ମୋ ଝିଅ ସୁସ୍ଥ ହେଇଯିବ। ତାଙ୍କର ବିଶ୍ୱାସ ଜୀବନକୁ ପ୍ରଭୁକୁ ସ୍ପର୍ଶ କରିପାରୁଛି। ସେଥିପାଇଁ ସେ କହୁଛନ୍ତି, କଣ କହିଲେ 8 ଅଧ୍ୟାୟର 10 ପଦରେ, ଆଉ ଯୀଶୁ ତାଙ୍କର ବିଶ୍ୱାସ ଜୀବନର କଥା କହୁଛନ୍ତି ଯେ ଇସ୍ରାଏଲ ମଧ୍ୟରେ ଏଡେ ବଡ଼ ବିଶ୍ୱାସ ମୁଁ ଦେଖି ନାହିଁ। ନିଜର ଶତ ସେନାପତି ନିଜକୁ ଅଯୋଗ୍ୟ ମନିଲେ ଯୀଶୁଙ୍କ ନିକଟରେ। ଯୀଶୁଙ୍କର ଆଜ୍ଞାକୁ ବିଶ୍ୱାସ କଲେ, ଯାଉଛନ୍ତି ଏବଂ ଯୀଶୁଙ୍କର ଆଉ କଣ କଲେ? ଯୀଶୁଙ୍କର ସହିତରେ ଚାଲିବାକୁ ଆରମ୍ଭ କଲେ।
ଯୀଶୁଙ୍କ ପାଖକୁ ଗଲେ, ଯୀଶୁଙ୍କର ଆଜ୍ଞାକୁ ମାନିଲେ ଏବଂ ଯୀଶୁଙ୍କର କଥାରେ ସେ ଆଗକୁ ବଢିଲେ। ବିଶ୍ୱାସ ଦେଖନ୍ତୁ, ବିଶ୍ୱାସ ଦେଖନ୍ତୁ। ସେ କହୁଛନ୍ତି ଯାଅ, ତୁମେ ଯାଉ ଯାଉ ତୁମର ଝିଅ ସୁସ୍ଥ ହବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗୋଟିଏ କଥା କହିଲେ, ଆପଣ ଏଇଠାରୁ ଆଜ୍ଞା କରନ୍ତୁ, ମୋ ଝିଅ ସୁସ୍ଥ ପାଇବ। ତାର ବିଶ୍ୱାସ ଜୀବନକୁ ପ୍ରଭୁଙ୍କୁ ସ୍ପର୍ଶ କରିପାରିଲା। ସେ ତାର ବିଶ୍ୱାସ ଜୀବନ ଏତେ ଥିଲା ଯେ ପ୍ରଭୁଙ୍କୁ ସ୍ପର୍ଶ କରିପାରିଲା। ସେଥିପାଇଁ ଅବ୍ରାହମଙ୍କ କଥା ଯେତେବେଳେ ଚିନ୍ତା କରୁଥିଲୁ, ଅବ୍ରାହମ ପୁଅକୁ କହୁଛନ୍ତି ସଦା ପ୍ରଭୁ ଯୋଗାଇବେ। ଆମର ବିଶ୍ୱାସ ଜୀବନ ଆମମାନଙ୍କ ପାଇଁ ପ୍ରଭୁ କଣ କରନ୍ତି? ଅବ୍ରାହମ ବିଶ୍ୱାସ କଲେ, ପ୍ରଭୁ ତାଙ୍କ ପାଇଁ ଜିହୋବା ଜିରି ହେଲେ। ଆମେ ଯଦି ପ୍ରଭୁଙ୍କୁ ବିଶ୍ୱାସ କରିବା, ପ୍ରଭୁ ଆମ ପାଇଁ ଜିହୋବା ଜିରି ବା ଯୋଗେଇବାର ପରମେଶ୍ୱର ଅଟନ୍ତି। ଯୋସେଫ ପ୍ରଭୁଙ୍କୁ ବିଶ୍ୱାସ କଲେ, ପ୍ରଭୁ ସଫଳ ଦେଲେ। ଆମକୁ ମଧ୍ୟ ପ୍ରଭୁ ସଫଳ ଦେବେ। ଯୋସେଫଙ୍କ ପାଇଁ ଅନେକ ଘାତ ପ୍ରତିଘାତ ଆସିଲା, ତଥାପି ପ୍ରଭୁ ତାଙ୍କୁ ଦର୍ଶନ ଦେଇଥିଲେ, ତାଙ୍କୁ ବିଶ୍ୱାସ କରିଥିବା ହେତୁ ସେ ଦିନେ ମିଶର ଦେଶର ଗୋଟେ ଉଚ୍ଚ ପଦର ଅଧିକାରୀ ହେଇପାରିଲେ। ଜିହୋଶିଓଙ୍କର ବିଶ୍ୱାସ ଜିହୋଶିଓଙ୍କୁ ବିଜୟ ଦେଇପାରିଲା। ଆମକୁ ମଧ୍ୟ ପ୍ରଭୁ ବିଜୟ ଦେବେ। ଦାନିଏଲଙ୍କର ବିଶ୍ୱାସ, ପ୍ରଭୁ ଦାନିଏଲକୁ ଉଦ୍ଧାର କଲେ ସିଂହ ଗର୍ତ୍ତରୁ। ମୁଁ କେମିତି କି ପ୍ରକାର ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରୁଛି? ମୋର ବିଶ୍ୱାସ ଆଜି ପ୍ରଭୁଙ୍କୁ ସ୍ପର୍ଶ କରୁଛି କି? ଆମେ ଯେମିତି ପଢିଲୁ ମାର୍କ ପୁସ୍ତକରେ, ଯେଉଁ ସ୍ତ୍ରୀ ଲୋକଙ୍କର ଘଟଣାରେ, ଆଉ ସେଠାରେ ମଧ୍ୟ ଜାଇରସ ଯୀଶୁଙ୍କୁ ନେଇକି ଯାଉଥିଲେ ନିଜର ଝିଅର ଅସୁସ୍ଥ ପାଇଁ। ଯେତେବେଳେ ଏଇ ପ୍ରଦର ରୋଗଗ୍ରସ୍ତ ସ୍ତ୍ରୀ ଲୋକ ଛୁଇଁକି ସୁସ୍ଥ ହେଇଗଲା, ଆଉ ରାସ୍ତାରେ ଯେତେବେଳେ କିଛି ବିଳମ୍ବ ହେବା ସକାଶୁ ଜାଇରସଙ୍କ ଘରୁ ଖବର ଆସିଲା, ସେଦିନ ବି ମୁଁ କହୁଥିଲି ଯୀଶୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନା, ଆପଣଙ୍କ ଝିଅ ଚାଲିଗଲାଣି, ଆପଣଙ୍କ ଝିଅ ଆଉ ନାହିଁ। ଯୀଶୁ କହିଲେ ଭୟ କର ନାହିଁ, କେବଳ ବିଶ୍ୱାସ କର। ଜାଇରସ ଯୀଶୁଙ୍କୁ ନେଇକି ଗଲେ ତାଙ୍କ ଘରକୁ। ଦେଖନ୍ତୁ ବିଶ୍ୱାସର ଜୀବନ। ଆଉ ଜାଇରସଙ୍କର ଝିଅ ବଞ୍ଚିଲା। ଏଇ ସତ ସେନାପତି ଯୀଶୁଙ୍କର ଆଜ୍ଞାକୁ ବିଶ୍ୱାସ କରିକି ଆଉ ନିଜେ ଚାଲିଗଲେ। ସେ ଯାଉ ଯାଉ ତାଙ୍କର ଝିଅ ସୁସ୍ଥ ହେଇଗଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ବିଶ୍ୱାସ ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରିପାରିବ। ସେଦିନ ଅନେକ ଲୋକ ଯୀଶୁଙ୍କ ପାଖରେ ମାଡ଼ି ପଡୁଥିଲେ, କିନ୍ତୁ ଅନେକ ଲୋକଙ୍କର ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରିପାରିଲା ନାହିଁ। ଜଣେ ଦୁର୍ବଳ ନାରୀଙ୍କର ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରିପାରିଲା। ଏଇ ଜଣେ ବ୍ୟକ୍ତି, ବିଜାତୀୟ ବ୍ୟକ୍ତି, ସତ ସେନାପତି କହୁଛନ୍ତି, ପ୍ରଭୁ ମୁଁ ଅଯୋଗ୍ୟ, ଆପଣ ଯେ ମୋ ଘରେ ପାଦ ଦେବେ ଏ ପ୍ରକାର ମୁଁ ଯୋଗ୍ୟ ନାହିଁ। ପ୍ରଭୁ ପଦେ ଆଜ୍ଞା କରନ୍ତୁ, ମୋ ଝିଅ ଭଲ ହବ। ଯୀଶୁ ତାର ବିଶ୍ୱାସକୁ କହୁଛନ୍ତି, ଏଡେ ବଡ ବିଶ୍ୱାସ ମୁଁ ଇସ୍ରାଏଲ ମଧ୍ୟରେ ଦେଖି ନାହିଁ। କହିଲେ ଯାଅ, ତୁମେ ଯାଅ ଯାଅ, ତୁମ ଝିଅ ସୁସ୍ଥ ହବ। ଯଦି ଆମର ବିଶ୍ୱାସ ତାହେଲେ ଆମେ ଅନେକ ବିଷୟକୁ ଆଚିଭମେଣ୍ଟ କରିପାରିବା। ଆମେ ଅବ୍ରାହମକୁ କରି ଆମେ ପ୍ରଭୁଙ୍କୁ, ପ୍ରଭୁ ଆମମାନଙ୍କ ଜିହୋବା ଜିରି ହେଇପାରନ୍ତି। ପାଏଲ ଭଉଣୀ ଟିକେ ବନ୍ଦ କରିବେ, ପାଏଲ ଭଉଣୀ। ଆଉ ଅବ୍ରାହମ ବିଶ୍ୱାସ କଲେ, ଜିହୋବା ଜିରି ପ୍ରଭୁ ହେଇ ସବୁ ବିଷୟ ଯୋଗେଇ ଦେଲେ। ଅନେକ ଲୋକଙ୍କୁ ବିଜୟ ଦେଲେ, ଅନେକ ଲୋକଙ୍କୁ ଉଦ୍ଧାର ଆସିଲା, ଅନେକ ଲୋକ ସୁସ୍ଥ ପାଇଲେ, କେବଳ ବିଶ୍ୱାସ। 10 ଜଣ କୁଷ୍ଠୀଙ୍କୁ ପ୍ରଭୁ କହିଲେ ତୁମେ ଯାଅ, ଯାଉ ଯାଉ ସୁସ୍ଥ ହବ, ଯାଉ ଯାଉ ସୂଚି ହବ। ସେମାନେ ବିଶ୍ୱାସ କରିକି ଚାଲିଗଲେ, ଯାଉ ଯାଉ ସୂଚି ହେଇଗଲେ। କିନ୍ତୁ ଇସ୍ରାଏଲ ଲୋକମାନେ, ଯୋଉ ଇସ୍ରାଏଲ ଲୋକମାନେ କି ପ୍ରଥମରେ କାନ୍ଦିଥିଲେ, ସେମାନେ ଯେତେବେଳେ ଆସୁଛନ୍ତି, ଆସୁ ଆସୁ ରାସ୍ତାରେ ଅବାଧ୍ୟ ହେଲେ, ରାସ୍ତାରେ ଅବିଶ୍ୱାସ କଲେ, ଯଦ୍ୱାରା ଅନେକ କଣ ହେଲେ, କିନାନକୁ ପ୍ରବେଶ କରିପାରିଲେ ନାହିଁ। ରାସ୍ତାରେ ହିଁ ସେମାନଙ୍କର ଜୀବନ ଚାଲିଗଲା। ପ୍ରଭୁଙ୍କୁ ଅବିଶ୍ୱାସ କଲେ, ପ୍ରଭୁଙ୍କୁ ପରୀକ୍ଷା କଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋର ବିଶ୍ୱାସ ଆଜି କି ପ୍ରକାର ଅଟେ? ମୁଁ କି ପ୍ରକାର ପ୍ରଭୁଙ୍କୁ ବିଶ୍ୱାସ କରି ପ୍ରଭୁଙ୍କୁ ଛୁଇଁ ପାରୁଛି କି? ଚତୁର୍ଥ ବିଷୟ, ଏବଂ ହୁଏତ ଆମେ ସମାପ୍ତ କରିବା, ଶେଷ ବିଷୟ କହିକି ସମାପ୍ତ କରିବି। ମାଥ୍ୟୁ ପୁସ୍ତକ ତାର 25 ଅଧ୍ୟାୟ 14 ପଦରୁ କିଛି ବିଷୟ ଲେଖାଯାଏ। ତ 14 ପଦରୁ କିଛି ବିଷୟ ଲେଖା ହେଇଛି ଯେ ଆମର ବିଶ୍ୱସ୍ତତା ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରିବା ଦରକାର। ଆମର ବିଶ୍ୱସ୍ତତା ଜୀବନ, କିଛି କିଛି ତୋଡ଼ାର କଥା ସେ ସ୍ଥାନରେ ଲେଖାଯାଏ। ଆଉ ଯୋଉ ତୋଡ଼ା ମାନଙ୍କୁ ସେମାନେ ବିଶ୍ୱସ୍ତ ଭାବରେ ବ୍ୟବହାର କଲେ।
ଆମର ବିଶ୍ୱସ୍ତତା, our faithful life touch heart of God। ଅନେକ ବିଷୟ ପ୍ରଭୁ ଆମମାନଙ୍କର ଜୀବନରେ ଦେଇଛନ୍ତି, ଆମେ ବିଶ୍ୱସ୍ତ ହେବା ଦରକାର। ଅନେକ ଲୋକ ସେଦିନ ବିଶ୍ୱସ୍ତ ହେଲେ, ଯଦ୍ୱାରା ପ୍ରଭୁ ଅନେକ ଦାୟିତ୍ୱ ସେମାନଙ୍କୁ ଦେଲେ, ଅନେକ ନଗରର ଦାୟିତ୍ୱ ଦେଲେ, ସେମାନଙ୍କୁ ଖୁସି ହେଲେ, ସେମାନଙ୍କୁ ପ୍ରଭୁ ଅନୁଗ୍ରହ କଲେ। ଆଉ ଯିଏକି ଅବିଶ୍ୱସ୍ତ ହେଲା ତାକୁ ଅନ୍ଧକାରମୟ ସ୍ଥାନରେ ପକାଗଲା। ଆମର ବିଶ୍ୱସ୍ତତା ଜୀବନ ପ୍ରଭୁଙ୍କୁ ସ୍ପର୍ଶ ହୁଏତ ପ୍ରଭୁ ଆମକୁ ଯାହା ଦେଇଛନ୍ତି ସେଥିରେ ଆମମାନେ ବିଶ୍ୱସ୍ତ ହେବାର ଅଛି। ପ୍ରଭୁ ଆମମାନଙ୍କୁ ଯେଉଁ ବିଷୟ ଦେଇଛନ୍ତି, ଅନେକ ବିଷୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ତାକୁ ଆମମାନଙ୍କୁ ବ୍ୟବହାର କରିବାକୁ ପଡ଼ିବ। ହୁଏତ ଆମମାନଙ୍କର ସମୟ ହେଇପାରେ, ଆମମାନଙ୍କର ଟ୍ୟାଲେଣ୍ଟ ହେଇପାରେ, ହୁଏତ ଆମମାନଙ୍କର ଅନ୍ୟାନ୍ୟ ବିଷୟ ହେଇପାରେ, ଆମକୁ ପ୍ରଭୁଙ୍କ ପାଇଁ ବ୍ୟବହାର କରିବାର ଅଛି, ଲୁଚେଇକି ରଖିବାର ନାହିଁ। ଯଦି ଲୁଚେଇକି ରଖିବା, ସେ ଜଣେ ବ୍ୟକ୍ତି କ'ଣ କଲେ, ବିଶ୍ୱସ୍ତ ହେଲେ ନାହିଁ। ସେ ବ୍ୟକ୍ତିଙ୍କୁ ପ୍ରଭୁ ଯେଉଁ ବିଶ୍ୱାସ କରିକି ଦେଇଥିଲେ, ସେ ସେଥିରେ ବିଶ୍ୱସ୍ତ ହେଲେ ନାହିଁ, ମାଟି ଭିତରେ ପୋତିକି ରଖିଲେ। ପ୍ରଭୁ ତାକୁ ଅନ୍ଧକାରମୟ ସ୍ଥାନରେ ପକେଇ ଦେଲେ। କିନ୍ତୁ ଯେଉଁମାନେ ବ୍ୟବହାର କଲେ, ଯେଉଁମାନେ 5 ତୋଡ଼ା ନେଇଥିଲେ 10 ତୋଡ଼ା ଲାଭ କଲେ, ଯେଉଁମାନେ 2 ତୋଡ଼ା ନେଇଥିଲେ ଆଉ 5 ତୋଡ଼ା ଲାଭ କଲେ, ପ୍ରଭୁ ସେମାନଙ୍କୁ ଖୁସି ହେଲେ। ଆମର ବିଶ୍ୱସ୍ତ, ପ୍ରଭୁ ଆମକୁ ଯାହା ଦେଇଛନ୍ତି ସେଥିରେ ଆମେ ବିଶ୍ୱସ୍ତ ହେବାର ଅଛି। ପ୍ରଭୁ ଆମମାନଙ୍କୁ ଆଖି ଦେଇଛନ୍ତି, ଆଖିର ବିଶ୍ୱସ୍ତ ହେବାର ଅଛି। ପ୍ରଭୁ ଆମମାନଙ୍କୁ ହସ୍ତ ଦେଇଛନ୍ତି, ହସ୍ତର ବିଶ୍ୱସ୍ତ ହେବାର ଅଛି। କର୍ଣ୍ଣ ପ୍ରଭୁ ଦେଇଛନ୍ତି, କର୍ଣ୍ଣର ବିଶ୍ୱସ୍ତ ହେବାର ଅଛି। ଆମମାନଙ୍କୁ ପ୍ରଭୁ ଶରୀର ଦେଇଛନ୍ତି, ଶରୀରର ବିଶ୍ୱସ୍ତ ହେବାର ଅଛି। ପ୍ରଭୁ ଆମମାନଙ୍କୁ ଧନ ଦେଇଛନ୍ତି, ଧନର ବିଶ୍ୱସ୍ତ ହେବା। ପ୍ରଭୁ ଆମମାନଙ୍କୁ ସୁସମାଚାର କାର୍ଯ୍ୟରେ ନିୟୋଜିତ କରୁଛନ୍ତି, ସେଥିର କାର୍ଯ୍ୟରେ ବିଶ୍ୱସ୍ତ ହେବା। ପ୍ରଭୁ ଆମମାନଙ୍କୁ ଆଉ ସୁନ୍ଦର ଆଉ କଣ୍ଠ ଦେଇଛନ୍ତି, ସେ କଣ୍ଠର ବିଶ୍ୱସ୍ତ ହେବା। ପ୍ରଭୁ ସୁନ୍ଦର ଆଉ ଆମମାନଙ୍କୁ ମନ ଦେଇଛନ୍ତି, ଅନ୍ୟକୁ ସାହାଯ୍ୟ କରିବା, ସେଥିରେ ବିଶ୍ୱସ୍ତ ହେବା। ପ୍ରଭୁ ଆମକୁ ଯାହା କରିବା ପାଇଁ କହିଛନ୍ତି ବିଶ୍ୱସ୍ତରେ କରିବା ଦରକାର। ଯାହା କହିଛନ୍ତି ପ୍ରଭୁ ଆମକୁ ବିଶ୍ୱସ୍ତରେ କରୁ। ପ୍ରଭୁ ଆମକୁ ଯାହା ଶିକ୍ଷା ଦେଇଛନ୍ତି ତାହା ବିଶ୍ୱସ୍ତରେ ମାନିବା ବି ଦରକାର। ଅନେକ ଲୋକ ଆମ ହୃଦୟ, ମନ, ଶରୀର, ଆମର ସବୁ ବିଷୟକୁ ବିଶ୍ୱସ୍ତରେ ରଖୁ। ପ୍ରଭୁ ଦେଇଛନ୍ତି ସବୁ। ସେଥିପାଇଁ ପ୍ରଭୁ କହିଲେ, ଯଦି ତୁମର ଗୋଟେ ହସ୍ତ ଯଦି ତୁମର ବିଘ୍ନର କାରଣ ହେଉଛି, ତାକୁ କ'ଣ କରି ପକାଅ, କାଟି ପକାଅ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋର ସର୍ବାଙ୍ଗ ଶରୀରକୁ ମୋତେ ବିଶ୍ୱସ୍ତ ଭାବରେ ରଖିବା ଦରକାର। ମୋର ସବୁ ବିଷୟକୁ ପ୍ରଭୁ ଯାହା ଦାୟିତ୍ୱ ଦେଇଛନ୍ତି, ସେ ଦାୟିତ୍ୱକୁ, ପ୍ରଭୁ ଯେଉଁ ଟ୍ୟାଲେଣ୍ଟ ଦେଇଛନ୍ତି, ସେ ଟ୍ୟାଲେଣ୍ଟକୁ ପ୍ରଭୁ ଯାହା ଦେଇଛନ୍ତି ତାକୁ ବିଶ୍ୱସ୍ତ। ସେଥିପାଇଁ ମୋତେ ଆଉ ପ୍ରଭୁଙ୍କୁ ମୁଁ ବହୁତ ଧନ୍ୟବାଦ ଦିଏ। ଯେତେବେଳେ ଏର୍ଲି ମର୍ଣ୍ଣିଂ ପ୍ରେୟର ଗ୍ରୁପରେ ଆଉ ଯେତେବେଳେ ଦେଖୁ ଅନେକ ପ୍ରଭୁଙ୍କର ଆଉ ଦାସ ଦାସୀ ମାନେ ଯେମିତିକି ଏ ସ୍ଥାନରେ ଅଛନ୍ତି, ଆମମାନଙ୍କର ରତ୍ନପ୍ରଭା ଭଉଣୀ, ଅମର ଆଜ୍ଞା, ଏମାନେ କ'ଣ କରନ୍ତି, 3ଟା ରାତିରୁ ଉଠିକି ପ୍ରଭୁଙ୍କର ଆରାଧନା ପ୍ରଶଂସା କରିବା। ବିଶ୍ୱସ୍ତ ଜୀବନ, ସେମାନଙ୍କର ଜୀବନ ଦ୍ୱାରା ଅନେକ ବିଷୟ ଶିଖୁଛି, ଅନେକ ବିଷୟ ମୁଁ ଶିକ୍ଷା ଲାଭ ବି କରୁଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁମାନେ କି ସେମାନେ ବୟସରେ ବଡ଼, ହୁଏତ ଶରୀର ବିଶ୍ରାମ ଖୋଜୁଥିବ, ତଥାପି 3ଟା ରାତିରୁ ଉଠି ପ୍ରଭୁଙ୍କର ସ୍ତୁତି ଆରାଧନା କରିବା ପାଇଁ ଯେତେବେଳେ ଦେଖୁ, ସେ ପୁରା ଭୋରରୁ ଗୀତ ମାଧ୍ୟମରେ ପ୍ରଶଂସା ହେଉଛି। ପ୍ରଭୁ ସେମାନଙ୍କୁ ବହୁତ ଆଶୀର୍ବାଦ କରନ୍ତୁ। ଏହା ହେଉଛି ବିଶ୍ୱସ୍ତର ଜୀବନ। ପ୍ରଭୁ ଯାହା ଦେଇଛନ୍ତି ସେଥିରେ ବିଶ୍ୱସ୍ତ ହେବା, ଯାହା ଦେଇଛନ୍ତି ସେଥିରେ ବିଶ୍ୱସ୍ତ ହେବା। ଅନେକ ଲୋକ ଅବିଶ୍ୱସ୍ତ ହେଲେ, ଯଦ୍ୱାରା ସେମାନଙ୍କର କେହି ସେମାନେ କ'ଣ ହେଲେ, ଅବିଶ୍ୱସ୍ତ ହେବା ସକାଶୁ ସେମାନଙ୍କର ଜୀବନରେ ଆଶୀର୍ବାଦକୁ ସେମାନେ ହରେଇଲେ, ସେମାନେ ପ୍ରଭୁଙ୍କୁ ସ୍ପର୍ଶ କରିପାରିଲେ ନାହିଁ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୀଶୁ କହିଲେ, କିଏ ମୋତେ ଛୁଇଁଲା? ଆଜି ସେଇ ପ୍ରଶ୍ନ ଆଜି ମଧ୍ୟ ପ୍ରଭୁ ପଚାରୁଛନ୍ତି। ଆମେ ଦାଉଦଙ୍କ ପରି ଆମର ଅନୁତାପର ପ୍ରାର୍ଥନା ପ୍ରଭୁଙ୍କୁ, ଆମର ଅନୁତାପର ପ୍ରାର୍ଥନାରେ ପ୍ରଭୁଙ୍କୁ ଆମେ ଛୁଇଁବା କି? ଅବ୍ରାହମଙ୍କ ପରି ଆମର ବାଧ୍ୟତାର ଜୀବନରେ ପ୍ରଭୁଙ୍କୁ ଛୁଇଁବା କି? ଏବଂ ଆମମାନେ ସେ ସତ ସେନାପତିଙ୍କ ପରି ଆମର ବିଶ୍ୱାସ ଜୀବନରେ ପ୍ରଭୁଙ୍କୁ ଆମେ ଛୁଇଁବା କି? ଏବଂ ସେଦିନ ସେଇ ତୋଡ଼ାକୁ ନେଇକି ଯେଉଁ ବ୍ୟବହାର କରିଥିଲେ,
ସେମାନଙ୍କ ପରି ଆମର ବିଶ୍ୱସ୍ତ ଜୀବନରେ ପ୍ରଭୁଙ୍କୁ ଆମେ ଛୁଇଁ ପାରିବା କି? ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା ଏବଂ ଗୋଟିଏ ବିଷୟ ଚିନ୍ତା କରିବା ଯେ ମୋର ବାଧ୍ୟତାର ଜୀବନ, ମୋର ଅନୁତପ୍ତର ଜୀବନ, ମୋର ବିଶ୍ୱାସ ଜୀବନ ଏବଂ ମୋର ବିଶ୍ୱସ୍ତ ଜୀବନ ମୁଁ ପ୍ରଭୁଙ୍କୁ ସ୍ପର୍ଶ କରିପାରିଛି କି? ମୁଁ ସ୍ପର୍ଶ କରିପାରୁଛି କି? ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ବଳ ଶକ୍ତି ଦିଅନ୍ତୁ, ଆମେ ତାହା ପ୍ରଭୁଙ୍କୁ ଛୁଇଁ ପାରିବା। ଜଣେ ଦୁର୍ବଳ ନାରୀ ଯାହାଙ୍କ ପାଖରେ ସବୁ ପ୍ରକାର ଦୁର୍ବଳତା ଥିଲା, ଆଉ ଥରେ ରିମାଇଣ୍ଡ କରିଦେବା ପାଇଁ ଚାହେଁ, ଶାରୀରିକ ଦୁର୍ବଳତା, ମାନସିକ ଦୁର୍ବଳତା, ସାମାଜିକ ଦୁର୍ବଳତା ଏବଂ ଆର୍ଥିକ ଦୁର୍ବଳତା। এই ଚାରି ପ୍ରକାର ଦୁର୍ବଳତା ଥାଇକି ମଧ୍ୟ ଗୋଟିଏ ସବଳ ଥିଲା, ଆତ୍ମାରେ ସବଳ ଥିଲେ। ଆତ୍ମାରେ ସବଳ ଥିଲେ। ସେ ମନେ ମନେ କହୁଥିଲେ ଯୀଶୁଙ୍କର ଲୁଗାକୁ ଛୁଇଁବି ଯଦି ଭଲ ହେଇଯିବି। କଷ୍ଟ କରିଲେ ଗଲେ ଛୁଇଁକି ଭଲ ହେଇଗଲେ। ଆଜି ଆମମାନଙ୍କୁ ସୁସ୍ଥ ସବଳ ପ୍ରଭୁ ଦେଇଛନ୍ତି, ଉତ୍ତମ ବିଷୟ ସବୁ ଦେଇଛନ୍ତି। ଉତ୍ତମ ବିଷୟରେ ଆମେ ବର୍ତ୍ତମାନ ଅଛୁ, ଏକ ଅନୁଗ୍ରହ ଯୁଗରେ ଅଛୁ। ଅନୁଗ୍ରହର ଯୁଗରେ ଥାଇକି ମଧ୍ୟ ଯଦି ଆମେ ବାଧ୍ୟତା ହେଇପାରିବା ନାହିଁ, ଅନୁଗ୍ରହର ଯୁଗରେ ଥାଇକି ମଧ୍ୟ ଆମେ ଆମର ପ୍ରାର୍ଥନା ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରିପାରିବ ନାହିଁ, ଆମର ବିଶ୍ୱାସ ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରିପାରିବ ନାହିଁ। ପ୍ରଭୁ ଯାହା ଆମମାନଙ୍କୁ ଦେଇଛନ୍ତି ସେଥିରେ ଆମେ ବିଶ୍ୱସ୍ତ ଯଦି ହେଇପାରିବା ନାହିଁ, ତାହେଲେ ମନେ ରଖନ୍ତୁ ପ୍ରଭୁ ଗୋଟିଏ କଥା କହିବେ। ପ୍ରଭୁ କହିବେ, ହେ ଅବିଶ୍ୱସ୍ତ ଲୋକମାନେ ମୋ ସମ୍ମୁଖରୁ ଗଣି ଯାଅ, ବାହାରି ଯାଅ। ପ୍ରଭୁ ଡିସ୍କ୍ୱାଲିଫାଇ କରିଦେବେ ଆମକୁ, ଯେଉଁମାନଙ୍କର ଜୀବନ ପ୍ରଭୁ ସ୍ପର୍ଶ କରିପାରିବେ ନାହିଁ। ଏବଂ ଶେଷ କଥା ପଢ଼ିବା ପାଇଁ କହିବି ନାହିଁ, ମାର୍କ ପୁସ୍ତକରେ ଆଉ ଲେଖାଯାଏ 12 ଅଧ୍ୟାୟରେ ଜଣେ ସ୍ତ୍ରୀ ଲୋକ ଦାନ ଦଉ ଦଉ ଯୀଶୁ ଦେଖିପାରିଲେ, ଆଉ ସମସ୍ତଙ୍କ ସମ୍ମୁଖରେ ଗୋଟିଏ କଥା କହିଲେ ଯେ ସମସ୍ତଙ୍କ ଠାରୁ ଏ ବ୍ୟକ୍ତି, ଏ ସ୍ତ୍ରୀ ଲୋକ ଅଧିକ ଦାନ ଦେଇଛନ୍ତି। ଆମର ଦାନପୂର୍ଣ୍ଣ ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରିବା ଦରକାର। ଅନ୍ୟକୁ ସାହାଯ୍ୟର ଜୀବନ। ଯେତେବେଳେ ପ୍ରଭୁ ଦେଖିବେ ମୁଁ କ'ଣ ଥିଲି, ମୁଁ ବନ୍ଧୀ ଅବସ୍ଥାରେ ଥିଲି ତୁମେ ଶଙ୍ଖଳିଲ, ମୁଁ କ୍ଷୁଧିତ ଥିଲି ମୋତେ ଖାଇବା ପାଇଁ ଦେଲ, ମୁଁ ତୃଷିତ ଥିଲି ମୋତେ ଜଳ ପିଇବା ପାଇଁ ଦେଲ। ଯଦି ଆମେ ଆଜି ତାହା ପ୍ରତି ଦୟା କରିଥିବା, ଆଜି ଆମେ ତାଙ୍କର କାର୍ଯ୍ୟ ରାଜ୍ୟ ପାଇଁ ଯଦି ଆମେ ପ୍ରାର୍ଥନାର ହସ୍ତ ବଢ଼େଇଥିବା, ସାହାଯ୍ୟର ହସ୍ତ ବଢ଼େଇଥିବା, କିମ୍ବା ଅନ୍ୟକୁ ଯଦି ସାହାଯ୍ୟର ହସ୍ତ ବଢ଼େଇଥିବା, ବା ଅନ୍ୟକୁ ସେଦିନ 4 ଜଣ ଲୋକଙ୍କ ଦ୍ୱାରା ଯଦି ବୁହା ହେଇକି ଆସିଲେ ସେଇ ଗୋଟେ ବ୍ୟକ୍ତି, ଆଉ ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେ ବ୍ୟକ୍ତିଙ୍କୁ ଭଲ କରିଦେଲା, ହୁଏତ ପ୍ରଭୁ ଆମମାନଙ୍କୁ ସୁସ୍ଥ ସବଳ ଦେଇଛନ୍ତି, ତାହାକୁ ଆମେ ନେଇକି ପ୍ରଭୁଙ୍କ ପାଖକୁ ନେଇକି ଯାଇପାରିବା। ଆମେ ଯାଇପାରୁନୁ, ପ୍ରାର୍ଥନାରେ ଆମେ ପ୍ରାର୍ଥନାର ହସ୍ତରେ, ସାହାଯ୍ୟର ହସ୍ତରେ ସେ କାର୍ଯ୍ୟକୁ ପ୍ରଭୁଙ୍କ ପାଇଁ କରିପାରିବା, ଯଦ୍ୱାରା ଆମେ ପ୍ରଭୁଙ୍କୁ ଛୁଇଁ ପାରିବା। ଆମେ ଘରେ ରହିକି ମଧ୍ୟ ପ୍ରଭୁଙ୍କୁ ଛୁଇଁ ପାରିବା। ଯେ କର୍ନେଲିୟଙ୍କୁ ପ୍ରଭୁ କହିଲେ ତୁମର ଦାନ ପରମେଶ୍ୱରଙ୍କ ସମ୍ମୁଖରେ ଉଠିଛି। ତାଙ୍କର ଦାନ, ପ୍ରାର୍ଥନା, ଟଚ୍ ହାର୍ଟ ଅଫ୍ ଗଡ୍। ଆଜି ମୋର ଦାନର ଜୀବନ ପ୍ରଭୁଙ୍କୁ ସ୍ପର୍ଶ, ପ୍ରାର୍ଥନାର ଜୀବନ ପ୍ରଭୁଙ୍କୁ ସ୍ପର୍ଶ କରୁ, ଯଦ୍ୱାରା ଆମେ ପ୍ରଭୁଙ୍କ ଠାରୁ ସେଇ ଧାର୍ମିକତାର ମୁକୁଟ, ଅନନ୍ତ ଜୀବନର ମୁକୁଟର ଅଧିକାରୀ ହେଇପାରିବା। ଏବଂ ପ୍ରଭୁ ନିଶ୍ଚିତ ଭାବରେ କହିବେ, ନିଶ୍ଚିତ ଭାବରେ ତୁମେମାନେ ଜଗତରେ ଥିଲ, ଜଗତରେ ଥାଇକି ମଧ୍ୟ ତୁମର ପ୍ରାର୍ଥନା ଜୀବନ, ବାଧ୍ୟତାର ଜୀବନ, ଅନୁତାପର ଜୀବନ, ଅନ୍ୟକୁ ସାହାଯ୍ୟ କରିବାର ଜୀବନ, ତୁମର ବିଶ୍ୱାସ ଜୀବନ, ତୁମର ବିଶ୍ୱସ୍ତତା ଜୀବନ ମୋତେ ସ୍ପର୍ଶ କରୁଥିଲା। ପ୍ରଭୁ ଏ ପଠିତ ବାକ୍ୟରେ ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ, ନମସ୍କାର। ନମସ୍କାର। थैंक यू विद्युत भाई, बहुत सुंदर वाक्य, उपादेय वाक्य। प्रभु आपनको प्रचुर प्रचुर आशीर्वाद करंतु, आउ आम समस्त को पवित्र आत्मा सहायता दे वाक्य अनुमत जीवन काटवा सहायक होंतु। आमेन।